सो हेलो पिलाମାନେ आशा करूँ तुम मैंने समस्ते भलରେ ଥିବ। ତେଣୁ बेसिकली सो दशम श्रेणी पिलाମାନଙ୍କର ଗୋଟେ ରିକ୍ୱେଷ୍ଟ ଥିଲା କି ତାଙ୍କର ମାଧ୍ୟମିକ ବ୍ୟାକରଣ ଯେଉଁ ସାରା ବିଷୟ ଅଛି ତାକୁ ଗୋଟା ଗୋଟା କରିକି ଡିସ୍କସନ୍ କରିବା ପାଇଁ, କିନ୍ତୁ ଯେହେତୁ ଅନ୍ୟ ବ୍ୟାଚ୍ର ପିଲାମାନଙ୍କର କ୍ଲାସ୍ ଚାଲିଥିଲା ତ ତା ଉପରେ ଆମେ ଭିଡ଼ିଓ କରିପାରିନଥିଲେ। ସୋ ଟିକେ ଲେଟ୍ ହେଇଥିଲା, ବଟ୍ ନଥିଙ୍ଗ ଟୁ ଲେଟ୍। ସୋ ଆମେ ଏବେ ତାକୁ ଗୋଟା ଗୋଟା କରି ଡିସ୍କସନ୍ କରିବା, ଯାହା ବି ତୁମ ଦଶମ ଶ୍ରେଣୀ ବହିରେ ଅଛି ପୁରା ସରଳ ଓଡ଼ିଆ ଭାଷାରେ। ଆଉ ଆମେ ଟପିକ୍ ୱାଇଜ୍ ଡିସ୍କସନ୍ କରିବା ୱିଥ୍ ଲଟ୍ ଅଫ୍ ଏକ୍ଜାମ୍ପଲ୍ସ, ଉଦାହରଣ ହେଲା। ତେଣୁ ଚାଲ ଆମେ ସମୟ ନଷ୍ଟ ନ କରି ଆରମ୍ଭ କରିବା ଆମର ଟପିକ୍। ତେଣୁ ଆମ ପ୍ରଥମ ଟପିକ୍ ହେଉଛି କି ବାକ୍ୟର ବିଚାର ଓ ଶ୍ରେଣୀ ବିଭାଗ, ଯେଉଁଟାକି ତୁମ ଫାର୍ଷ୍ଟ ଟପିକ୍ରେ ଥିବ କି ଖାଲି ମେନ୍ସନ୍ ହେଇଛି ବାକ୍ୟର ବିଚାର, କିନ୍ତୁ ତା'ର ଶ୍ରେଣୀ ବିଭାଗ ବି ସେଥିରେ ଅଛି ହେଲା। ତେଣୁ ପ୍ରଥମେ ଆମେ ଯେମିତିକି ପଢ଼ୁଥିଲେ ପ୍ରଥମେ ଉଦାହରଣରୁ ପଢ଼ିବା ହେଲା, ତାପରେ ଆମେ ତା'ର ଶ୍ରେଣୀ ବିଭାଗ ଆଉ ତା'ର ବିଚାର କରିବା କି ବାକ୍ୟ। ଫାର୍ଷ୍ଟ ଆମେ ପଢ଼ନ୍ତି କି ବାକ୍ୟ କ'ଣ ହେଲା। ବାକ୍ୟ କ'ଣ କେହି କ'ଣ ଜାଣିଛ କି? ତୁମମାନେ ସମସ୍ତେ ପଢ଼ିଥିବ ହେଲା। ବର୍ତ୍ତମାନ ଆମେ ଏକ୍ଜାମ୍ପଲ୍ରୁ ହିଁ ଷ୍ଟାର୍ଟ କରିବା। ଦେଖ ଫାର୍ଷ୍ଟ ଏକ୍ଜାମ୍ପଲ୍ ଯେଉଁଟା ଉଦାହରଣ ଅଛି, ସେ ଉଦାହରଣ ଗୋଟେ ଲେଖାଯାଇଛି କି ଫାର୍ଷ୍ଟ ଲେଖା ହେଇଛି ଛେଳି ଗୁଡ଼ିକ ପଡ଼ିଆରେ, ଏତିକି ଲେଖାଯାଇଛି। ଆଉ ସେକେଣ୍ଡରୁ ଲେଖାଯାଇଛି ଛେଳି ଗୁଡ଼ିକ ପଡ଼ିଆରେ ଚରୁଛନ୍ତି। ବୁଝିପାରିଲ? ତେଣୁ ପ୍ରଥମେ ଯେଉଁ ଲେଖାଯାଇଛି ଉଦାହରଣଟି ଛେଳି ଗୁଡ଼ିକ ପଡ଼ିଆରେ, ଏଥିରୁ ତୁମେ କ'ଣ ଜାଣୁଛ? ଏଥିରେ କିଛି ଗୋଟେ ନିର୍ଦ୍ଦିଷ୍ଟ ଅର୍ଥ ବୁଝା ପଡ଼ୁଛି କି? ବୁଝା ପଡ଼ୁନି। କ'ଣ ପାଇଁ ନା ତା'ର ଅର୍ଥ ଜାଣିବା ପାଇଁ କିଛି ଗୋଟେ ପଦକୁ ଅପେକ୍ଷା କରିଛି। ଯେମିତିକି ସେ ପଦଟା କ'ଣ? ଚରୁଛନ୍ତି ନା କ'ଣ? ଚରୁଛନ୍ତି ହେଲା। ତେଣୁ ପ୍ରଥମ ଯେଉଁ ଉଦାହରଣଟା ଦେଖିଲେ ସେଟା ହେଲା କ'ଣ? ଗୋଟେ ବାକ୍ୟ ନୁହେଁ, କିନ୍ତୁ ଦ୍ୱିତୀୟ ଯେଉଁ ଉଦାହରଣଟା ଦେଇଛନ୍ତି ସେଟା ହେଲା ଗୋଟେ ବାକ୍ୟ। କେଉଁଟା ନା ଛେଳି ଗୁଡ଼ିକ ପଡ଼ିଆରେ ଚରୁଛନ୍ତି। ଆମେ ଯଦି କହିବା ଯଦି ଛେଳି ଗୁଡ଼ିକ ପଡ଼ିଆରେ, ତାହେଲେ ସେଟା ଗୋଟେ ବାକ୍ୟ ହେବନି, କାହିଁକିନା ସେଥିରେ କିଛି ଅର୍ଥ ନାହିଁ। ବୁଝିପାରିଲ? ତେଣୁ ପ୍ରଥମ ଉଦାହରଣଟାରେ କ'ଣ ହେଇଛି ନା କିଛି ଗୋଟେ ଅଭାବ ରହିଛି। କ'ଣ? ବାକ୍ୟଟିକୁ ସମ୍ପୂର୍ଣ୍ଣ କରିବା ପାଇଁ। କିନ୍ତୁ ଦ୍ୱିତୀୟ ବାକ୍ୟରେ ଯେହେତୁ ଚରୁଛନ୍ତି ଯେଉଁ ପଦଟା ଅଛି ସେଟା ବାକ୍ୟଟାକୁ ସମ୍ପୂର୍ଣ୍ଣ କରାଉଛି ହେଲା। ତେଣୁ ତାକୁ କୁହନ୍ତି ଗୋଟେ ସମ୍ପୂର୍ଣ୍ଣ ବାକ୍ୟ। ତାପରେ ଗୋଟେ ଉଦାହରଣକୁ ଯିବା। ତାପରେ ଉଦାହରଣକୁ କ'ଣ ଲେଖା ହେଇଛି କି ଧୋବା ନିଆଁରେ ଲୁଗା ଧୋଉଅଛି, ଧୋବା ପାଣିରେ ଲୁଗା ଧୋଉଅଛି ହେଲା। ତେଣୁ ଦେଖ ଉଦାହରଣ ଦୁଇଟା ଯାକ ଦେଖ। ଫାର୍ଷ୍ଟ ଉଦାହରଣ ଦେଖ, ଧୋବା କ'ଣ? ଏଠି କର୍ତ୍ତା, ତମେ ଜାଣିଛ। ଧୋଉଅଛି କ୍ରିୟା, କ୍ରିୟାକୁ ଯଦି ପ୍ରଶ୍ନ କରିବା କ'ଣ ଧୋଉଅଛି, ସେ ହେଲା ଲୁଗା, ହେଲା କର୍ମ। ସେମିତିକି ଏଠି ଧୋବା ଲୁଗା ଧୋଉଅଛି ହେବ କ୍ରିୟା, କର୍ମ, କର୍ତ୍ତା। ତେଣୁ ଏଇ ଦୁଇଟା ଯାକ ବାକ୍ୟରେ ତୁମେ ଦେଖୁଛ କି କର୍ତ୍ତା ଅଛି, କର୍ମ ଅଛି, କ୍ରିୟା ଅଛି ହେଲା। ତାହେଲେ ଆମେ ତାକୁ କ'ଣ ବାକ୍ୟ କହିଦେବା ହେଲା। ଏଥିରେ ପ୍ରଥମ ବାକ୍ୟଟା କ'ଣ? ପ୍ରଥମ ଉଦାହରଣଟା କ'ଣ? ଗୋଟେ ବାକ୍ୟ ନୁହେଁ, କିନ୍ତୁ ଦ୍ୱିତୀୟ ଉଦାହରଣଟା ହେଲା ଗୋଟେ ବାକ୍ୟ। କ'ଣ ପାଇଁ ନା ଧୋବା ନିଆଁରେ ଲୁଗା ଧୋଉଅଛି। ଲୁଗା ଧୋଇବାର ଯୋଗ୍ୟତା କ'ଣ ନିଆଁର ଅଛି କି? ଧୋଇବାର ଯେଉଁ ଯୋଗ୍ୟତା, ନିଆଁ କ'ଣ ଲୁଗା ଧୋଇପାରେ? ଧୋଇପାରିବନି। ତେଣୁ ଏଥିରେ କ'ଣ ଆସୁଛି? ଗୋଟେ ଯୋଗ୍ୟତା। କିନ୍ତୁ ଦ୍ୱିତୀୟ ଉଦାହରଣକୁ ଯଦି ଦେଖିବ, ଧୋବା ପାଣିରେ ଲୁଗା ଧୋଉଛି, କିନ୍ତୁ ପାଣି କ'ଣ? ଧୋଇବାର ଯୋଗ୍ୟତା ତା'ର ଅଛି। ଧୋଇବା ପାଇଁ ଆମେ ପାଣିର ବ୍ୟବହାର କରନ୍ତି, ନିଆଁର ବ୍ୟବହାର କରନ୍ତି କି? କରନ୍ତିନି। ତେଣୁ ଦ୍ୱିତୀୟ ବାକ୍ୟରେ କ'ଣ କି ତା'ର ଯୋଗ୍ୟତା କ'ଣ ଅଛି। ତେଣୁ ଏଥିରେ କ'ଣ ବୁଝିଲ? ଯେଉଁ ବାକ୍ୟରେ ଗୋଟେ ଯୋଗ୍ୟତାକୁ ସୂଚାଉଥିବ ସିଏ ବି ଗୋଟେ ହେଲା କ'ଣ? ସମ୍ପୂର୍ଣ୍ଣ ବାକ୍ୟ। କାରଣ ଲୁଗା ଧୋଇବାର ଯୋଗ୍ୟତା ପାଣିର ଅଛି, ନିଆଁର ନାହିଁ। ତେଣୁ ଏଥିରେ ଧୋବା ପାଣିରେ ଲୁଗା ଧୋଉଛି ହେଲା କ'ଣ? ଗୋଟେ ସମ୍ପୂର୍ଣ୍ଣ ବାକ୍ୟ। ତାପରେ ପଞ୍ଚମ ଦେଖ ଆଉ ଦୁଇଟା ଯାକ ଉଦାହରଣ। କାଲି ଆମ୍ବ ଗଛରେ ଚଢ଼ି ପ୍ରକାଶ ତୋଳିଥିଲା, ପ୍ରଥମ ଉଦାହରଣ। ଦ୍ୱିତୀୟ ଉଦାହରଣ କ'ଣ କହିଲା କି
ପ୍ରକାଶ କାଲି ଗଛରେ ଚଢ଼ି ଆମ୍ବ ତୋଳିଥିଲା। ଏ ଦୁଇଟା ଯାକ ଉଦାହରଣ ତୁମେ କ'ଣ ଦେଖୁଛ, କ'ଣ ଲକ୍ଷ୍ୟ କରୁଛ? କେଉଁଟା ବାକ୍ୟ ହେବ, କେଉଁଟା ବାକ୍ୟ ହେବନି? ପ୍ରଥମଟା ବାକ୍ୟ ହେବନି, ଦ୍ୱିତୀୟଟା ବାକ୍ୟ ହେବ। କ'ଣ ପାଇଁ? ଦେଖ, ଯେଉଁ କାଲି ଆମ୍ବ ଗଛରେ ଚଢ଼ି ପ୍ରକାଶ ଚଢ଼ିଥିଲା, ଏଥିରେ ଯେଉଁ ପଦ ବିନ୍ୟାସ ଗୁଡ଼ିକ ଠିକ୍ ଭାବରେ ଅଛନ୍ତି କି? ନାହାନ୍ତି। ଯିଏ ଯାହା ପରେ ରହିବାର ଥିଲା ସେ ସେମିତିକା ନାହିଁ, ତାକୁ କହନ୍ତି ପଦ ବିନ୍ୟାସ। କେମିତି ଆମେ ପଦକୁ ଲେଖନ୍ତି କାହା ପରେ କ'ଣ? ତେଣୁ ଏଠାରେ କ'ଣ ଭୁଲ ଭାଲ ଅଛି ହେଲା। ଆଉ ଯେଉଁ ବୁଝିବା, ଯେଉଁ ବୋଧ ସଂହତି, ଯେଉଁ ବୁଝିବାଟା ଜିନିଷ ପ୍ରଥମ ଉଦାହରଣରୁ ସିଏ ମଧ୍ୟ ନାହିଁ ହେଲା। କିନ୍ତୁ ତାପରେ ବାକ୍ୟଟା ଦେଖ କିମ୍ବା ଉଦାହରଣଟା ଦେଖ, ପ୍ରକାଶ କାଲି ଗଛରେ ଚଢ଼ି ଆମ୍ବ ତୋଳିଥିଲା। ଆମେ ଏଥିରୁ ବୁଝିପାରୁଛନ୍ତି ତାମାନେ କ'ଣ? ଏଥିରେ ପଦ ବିନ୍ୟାସ ଗୁଡ଼ିକ ଠିକ୍ ଭାବରେ ଅଛି, ସଠିକ୍ ଭାବରେ ହେଲା। ତେଣୁ ଏଇ ଦ୍ୱିତୀୟ ଉଦାହରଣ ଯେଉଁଟା, ସେଥିରେ ଆମେ ଜାଣିପାରୁଛନ୍ତି ଯେ ସେ ଉଦାହରଣର କ'ଣ କହିବାକୁ ଚାହୁଁଛି, ମାନେ କି ଏଥିରେ ପୂର୍ଣ୍ଣ ଅର୍ଥ ପ୍ରକାଶ ପାଉଛି। କିନ୍ତୁ ଦ୍ୱିତୀୟ ବାକ୍ୟ ପ୍ରଥମ ଉଦାହରଣରେ ନାହିଁ। ଏଥିରୁ କ'ଣ ବୁଝିବ? କାଲି ଆମ୍ବ ଗଛରେ ଚଢ଼ି ପ୍ରକାଶ ତୋଳିଥିଲା, କିଛି ବୁଝା ପଡ଼ୁନି। କିନ୍ତୁ ଦ୍ୱିତୀୟ ବାକ୍ୟରେ ଯେହେତୁ ପଦ ବିନ୍ୟାସ ଗୁଡ଼ିକ ଠିକ୍ ଭାବରେ ଅଛନ୍ତି, ତେଣୁ ତାହା ଗୋଟେ ପୂର୍ଣ୍ଣ ଅର୍ଥ ପ୍ରକାଶ କରୁଛି, ଯାହାକୁ ଆମେ ସମ୍ପୂର୍ଣ୍ଣ ବାକ୍ୟ କୁହନ୍ତି ହେଲା। ତେଣୁ ଆମେ ଏଥିରୁ କ'ଣ ବୁଝିଲେ କି ଏକ ବା ଏକାଧିକ ପଦ ମିଳିତ ହୋଇ ମନର ଭାବକୁ ସମ୍ପୂର୍ଣ୍ଣ ରୂପେ ପ୍ରକାଶ କଲେ ଆମେ ତାକୁ କ'ଣ କହିବା? ବାକ୍ୟ କହିବା। ବାକ୍ୟର କ'ଣ? ଏକ ବା ଏକାଧିକ ପଦ ମିଶିଥିବ, ଆଉ ଇମ୍ପୋର୍ଟାଣ୍ଟ ହେଲା କି ମନର ଭାବକୁ ସମ୍ପୂର୍ଣ୍ଣ ରୂପେ ପ୍ରକାଶ କରୁଥିବ। ମାନେ ଯାହା କହୁଥିବ ଅନ୍ୟ ଜଣେ ସେଟା ବୁଝିପାରୁଥିବ। ବୁଝିପାରିଲ? ତେଣୁ ତାହାକୁ ଆମେ କ'ଣ କହିବା? ବାକ୍ୟ କହିବା। ଦେଖ ତାପରେ, ତେଣୁ ଯେଉଁ ବାକ୍ୟ ହେବ, ଯେକୌଣସି ବାକ୍ୟ ହେଲେ ଆମେ ଯେଉଁ ପ୍ରଥମେ ଯେଉଁ ତିନିଟା ଉଦାହରଣ ନେଲେ, କ'ଣ ଉଦାହରଣ ନେଲେ ନା କି ଛେଳି ପଡ଼ିଆରେ, ତାପରେ ଲେଖିଲେ କି ଛେଳି ପଡ଼ିଆରେ ଚରୁଛି, ଧୋବା ନିଆଁରେ ଲୁଗା ଧୋଉଅଛି, ଧୋବା ପାଣିରେ ଧୋଉଛି। ତାପରେ ଆମେ ଯେଉଁ ଲେଖିଥିଲେ କାଲି ଆମ୍ବ ଗଛରେ ଚଢ଼ି ପ୍ରକାଶ ତୋଳିଥିଲା, ପ୍ରକାଶ କାଲି ଆମ୍ବ ଗଛରେ ଚଢ଼ି ତୋଳିଥିଲା ହେଲା। ଯାହା ବି ତିନିଟା ଆମେ ଲେଖିଲେ ସର୍ତ୍ତ, ସେଥିରେ କ'ଣ ହେଲା କି ଗୋଟେ ଗୋଟେ ଜାଗାରେ ବାକ୍ୟ ସେ ହେଇପାରୁନି, ଆଉ ଗୋଟେ ଗୋଟେ ଜାଗାରେ ବାକ୍ୟ ସେ ହେଇପାରୁଛି। ତେଣୁ ଯେଉଁ ବାକ୍ୟକୁ ବାକ୍ୟ ହେବାର ଯୋଗ୍ୟତା କିମ୍ବା ବାକ୍ୟ ହେବା ପାଇଁ ଯାହା ଆମେ ପଢ଼ିବା କିମ୍ବା ଯାହାକୁ ଆମେ ବିଶ୍ଳେଷଣ କରିବା, ତାକୁ ଆମେ କହନ୍ତି ବାକ୍ୟର ଲକ୍ଷଣ। କ'ଣ ମୁଁ କହିଲି କି ଆମେ ଯେଉଁ ତିନିଟା ଉଦାହରଣ ପଢ଼ିଲେ ଫାଷ୍ଟରୁ ହେଲା, ଗୋଟାକରେ କ'ଣ ଥିଲା? ସମ୍ପୂର୍ଣ୍ଣ ଅର୍ଥ ପ୍ରକାଶ ପାଉନଥିଲା। ଦ୍ୱିତୀୟରେ ତା'ର ଯୋଗ୍ୟତା ନଥିଲା। ତୃତୀୟରେ କ'ଣ? ପଦ ବିନ୍ୟାସ ଠିକ୍ଠାକ୍ ହେଇକି ନଥିଲା। ତେଣୁ ସେଇ ବିଶ୍ଳେଷଣ ଆମେ ଯେଉଁ ତାକୁ କଲେ, ମେମୋରାଇଜ୍ ଯେଉଁ କଲେ, ତେଣୁ ସେଥିରୁ କ'ଣ ଜାଣିଲେ? ଗୋଟେ ସମ୍ପୂର୍ଣ୍ଣ ବାକ୍ୟର କେତେ ଗୁଡ଼ିଏ ବୈଶିଷ୍ଟ୍ୟ ଅଛି। ବୈଶିଷ୍ଟ୍ୟ ମାନେ ଯାହାକୁ ନେଇକି ଆମେ ତାକୁ କହୁଛନ୍ତି ସେଇଟା ଗୋଟେ ବାକ୍ୟ କିମ୍ବା ସେଇଟା ଗୋଟେ ବାକ୍ୟ ନୁହେଁ, ତାହାକୁ ଆମେ କେଉଁଥିରେ ପଢ଼ିବା କି? ବାକ୍ୟର ଲକ୍ଷଣରେ ପଢ଼ିବା। ବୁଝିପାରିଲ? ତେଣୁ ସେଇ ବାକ୍ୟ ଗୁଡ଼ିକର ଲକ୍ଷଣ କ'ଣ କ'ଣ? ନା ଗୋଟେ ହେଉଛି ଆକାଂକ୍ଷା, ଆଉ ଗୋଟେ ଯୋଗ୍ୟତା, ଆଉ ଗୋଟେ ହେଲା ଆସକ୍ତି ହେଲା। ଗୋଟେ ବୁକ୍ରେ, ତମ ବହିରେ ଏମିତି ଲେଖା ହେଇଥିବ, ଆର କିଛି ମିନିଂ ବି ଭୁଲ ନାହିଁ, ଇଏ ବି ଆକାଂକ୍ଷା ହେଲା। ତେଣୁ ତିନିଟା ଲକ୍ଷଣ ଗୋଟେ ବାକ୍ୟ ହେବା ପାଇଁ, ଗୋଟେ ହେଲା କି ଆକାଂକ୍ଷା, ଆଉ ଗୋଟେ ହେଲା ଯୋଗ୍ୟତା, ଆଉ ଲାଷ୍ଟରେ ହେଲା ଆସକ୍ତି ହେଲା। ଦେଖ ଫାଷ୍ଟ ଆମେ ଡିସ୍କସନ୍ କରିବା, ଆଲୋଚନା କରିବା ଆକାଂକ୍ଷାକୁ। ଆକାଂକ୍ଷା କ'ଣ କହିଲା? ନା ବାକ୍ୟରେ ଥିବା ଗୋଟିଏ ପଦ ଅନ୍ୟ ପଦ ଗୁଡ଼ିକର ଅର୍ଥବୋଧକତା ପାଇଁ ଅପେକ୍ଷା କଲେ ତାହାକୁ ଆକାଂକ୍ଷା କୁହାଯାଏ। ମାନେ କ'ଣ? ବାକ୍ୟରେ କିଛିଟା ଗୋଟେ ପଦ ଲେଖା ହେଇଛି, ସେତିକି ପଦରେ ଆମକୁ ଅର୍ଥ ବୁଝା ପଡ଼ୁନି, ସେ କିଛି ଗୋଟେ ତା ପର ପଦକୁ ଅପେକ୍ଷା କରୁଛି, ତାହେଲେ ତାକୁ ଆମେ କ'ଣ କହିବା କି? ସେ ଜାଗାରେ ଆକାଂକ୍ଷା କହିବା। ଦେଖ ଉଦାହରଣ,
प्रथम आम लिखिले कि पक्षी माने आकाशरे एतिकी लिखिले। सेकेंड लिखिले पिला माने पड़ियारे। एथरू कौन बुझुच? कौन बुझुच किछि? देख एथिरे किछि गोड़िए पदर अभाव रही मिसिंग अच्छे। पक्षी माने आकाश रे माने कौन करुचंदी? किछि करुचंदी, किछि लेखा जाइए लेखा जाइनी माने ए आकाश रे परे जहा लिखिबा सेटाकू ए पूरा पद गुड़िक कौन अपेक्षा करिछि। लेखा हेले ही शब्दर जो उदाहरणटे दिखाई से गोटे वाक्य परिणत हम है। सेमती पिला माने पड़ियारे कौन करुचंती? खेलीचंती ना बसिचंती ना बुलुचंती? किछि लेखा जाइछि कि? लेखा जाइनी। ता माने कौन आ परे जहा लेखा जीवो से अनुसार तार अर्थ प्रकाश करिवो। तेणु देख पक्षी माने आकाश रे उड़ुछंती, पिला माने पड़ियारे खेलुछंती। ए उड़ुछंती आउ खेलुछंती लेखा हैला बोली एई उदाहरण गुड़िकर अर्थ प्रकाश पाइला। तेणु आमे ताकू कौन कहबा कि गोटे गोटे वाक्य कहि परिबा हैला। तेणु आमे कौन एई सिद्धांत रे उपनीत हेले जे माने कि अर्थबोधक पाई माने कि अर्थ प्रकाश पाई आमे बेले बेले अन्य केतरा पदर मध्य अपेक्षा करती जोटा कि आकांक्षा कुहा जाए। आउ सेई पद गुड़िकर अभाव पाई कौन हुए वाक्यर अर्थ प्रकाश पाई पारे नाही। जेमिति कि एठी उड़ुचंती आउ खेलुचंती एई जगह रे नाही बोली वाक्यर अर्थ प्रकाश पाउनी। आउ सेई पद गुड़िक जेतेबेले आमे लेखि दउछंती गोटे उदाहरण रे ताले सी संपूर्ण अर्थ प्रकाश पाउचंती। तेणु ताहा वाक्य रे परिणत हेई पारुचे। एतिकी ही कथा आउ किछि नाही हैला। तापर जिबा योग्यता। योग्यता कौन? वाक्य रे व्यवहार करा जाइथिबा पद गुड़िकर पारस्परिक संबंध को योग्यता कुहा जाए हैला। योग्यता जहा हेबार योग्य। देखो उदाहरण, बिराड़ीटी आकाश रे उड़ुअछि, मधु खाई सारे निया पिउछि। कि उदाहरण। ओके, बिराड़ीटी आकाश रे उड़ुअछि एटा संभव कि? बिराड़ीर उड़ीबार योग्यता अछि कि? ना। मधु खाई सारी निया पीबार मधुर योग्यता अछि कि? ना। तेणु जेहेतु तार योग्यता नाही ताले सी वाक्य रे परिणत होई परिबा नाही। काहेकि ना निया पीबार योग्यता मधुर नाही कि उड़ीबार जो आकाश रे उड़ीबार योग्यता कार बिराड़ीर नाही। ताले से वाक्य केमिति हबो? जदि आमे से जगह लिखिबा कि पक्षीटी आकाश रे उड़ुअछि मधु खाई सारी पानी पिउछि, ताहले मधुर पानी पीबार योग्यता अछि, पक्षीर आकाश रे उड़ीबार योग्यता अछि। तेणु दुईटा जाक कौन हबो? संपूर्ण वाक्य आमे ताकू कहि परिबा हैला। ताले आमे एथरो कौन जानले कि योग्यतार अभाव हेतु से गुड़िक वाक्य हेई पारुनी। को गुड़िक? ना प्रथमे आमे जो गुड़िक लिखिले, किंतु जदि आमे ताकू परिवर्तन कर देकी लिखुचंती कि पक्षी कि मधु, ताहले तार संपूर्ण अर्थ प्रकाश पाउछि जहाको आमे वाक्य कहि परिबा हैला। बुझी पारिलो? तेणु तापर देख वाक्य हेबार जो तृतीय लक्षण सेटा होची कौन? आसक्ति। आसक्ति कौन ना वाक्य रे थिबा पद योजना बा सौंदर्य को आमे आसक्ति कहंती। माने कहा परे केउ पद रहिबो सेटा निरवच्छिन्न भावे रहुथबा दरकार। माने कि बुद्ध संहति किंबा अनवच्छिन्न ताको आमे कहंती। ताको मध्य आमे कौन कहंती? आसक्ति भी कुहा जाए। तेणु ओवरऑल आमे जानले कि माने कि कहा परे केउ पद रहिले ता वाक्यर भाव को संपूर्ण रूपे प्रकाश करिवो स्पष्ट भावे ताको आमे कौन कहंती? आसक्ति कहंती। आ आसक्ति की मध्य पद विन्यास कुहा जाए हैला। आ आसक्ति अर्थ मध्य आमे कौन कहंती? समीपवर्तीता। समीपवर्तीता
କିମ୍ବା ଯେଉଁଟା କହନ୍ତି ପାଖାପାଖି। ଦେଖ ଉଦାହରଣକୁ, କହିଲ ନାହିଁ ତାହାର ତୁମେ ଯାହାର ପ୍ରମାଣ କୌଣସି। କିଛି ବୁଝିପାରିଲ? କିଛି ବୁଝିପାରିଲନି? ଜଗତର କରିଥାନ୍ତି ମୁନି ଋଷିମାନେ ପ୍ରାର୍ଥନା ମଙ୍ଗଳମୟୀ ଈଶ୍ୱରଙ୍କୁ। ମାନେ ଏଥିରେ ପଦ ବିନ୍ୟାସ କାହା ପରେ କେଉଁ ପଦ ରହିଲେ ଗୋଟେ ସମ୍ପୂର୍ଣ୍ଣ ରୂପ ପ୍ରକାଶ କରିବ ହେଲା, ତାହା ଏଥିରେ ନାହିଁ, କିନ୍ତୁ ଏସବୁ ବାକ୍ୟରେ ଅଛି ଉଦାହରଣରେ। ତେଣୁ ବାକ୍ୟ ମଧ୍ୟରେ ସେ ଯେଉଁ ପଦ ବିନ୍ୟାସ ଗୁଡ଼ିକ ସେଇଭଳିଆ କେଉଁ ଭଳିଆ ରହିବା ଉଚିତ, ମାନେ କି କାହା ପରେ କିଏ, ଆଉ ଯାହାଦ୍ୱାରା କି ଆମେ କହିଲା ବେଳେ ତା ଭିତରେ ଗୋଟେ ବୋଧ ସଂହତି ଆସୁଥିବ, ମାନେ ବୁଝା ପଡ଼ୁଥିବ। ଯଦି ଆମେ ଅନ୍ୟ ଉପାୟରେ ବି କହିପାରିବା କି ପଦମାନଙ୍କର ଅବିଳମ୍ବ ଉଚ୍ଚାରଣ, ମାନେ କି ଛାଡ଼ି ଛାଡ଼ିକି ଆମେ ବେଶୀ ଛାଡ଼ିକି ଆମେ ଉଚ୍ଚାରଣ କରିପାରିବା ନାହିଁ ହେଲା, କିମ୍ବା ଯେଉଁଟାକୁ ଆମେ କହିଲେ କି ଅବିଳମ୍ବ ଉଚ୍ଚାରଣ ବା ଉଚିତ ସ୍ଥାନରେ ଅବସ୍ଥିତି, ଯେଉଁ ସ୍ଥାନରେ ଯେଉଁଟା ରହିବା ଉଚିତ ତାକୁ ମଧ୍ୟ ଆମେ ଆସକ୍ତି କହନ୍ତି, ଯାହା ହେଉଛି ବାକ୍ୟ ହେବାର ଗୋଟେ ମୁଖ୍ୟ ଲକ୍ଷଣ। ମୁଁ ଏଠି କହିଲି, ମନେକର କହୁଛି ତୁମେ, ରହିଗଲି 5 ସେକେଣ୍ଡ, ତାପରେ କହିଲି ଯାହା, ତାପରେ 10 ସେକେଣ୍ଡ ରହିଗଲି କହିଲି କହିଲ, ତାପରେ 15 ମିନିଟ୍ ରହିଯିବି କହିବି ତାହାର। କିଛି ବୁଝା ପଡ଼ିବ? ଯଦି ମୁଁ କହିଲି କି ତୁମେ ଯାହା କହିଲ ତାହାର କୌଣସି ପ୍ରମାଣ ନାହିଁ, ମାନେ ଏଥିରେ ଆମେ ଅବିଳମ୍ବ ଉଚ୍ଚାରଣ କଲେ, ଯାହାଫଳରେ କି ସେଟା ଗୋଟେ ଅର୍ଥ ପ୍ରକାଶ କଲା ହେଲା। ସେମିତି କି ମୁନି ଋଷି ମାନେ କହିବ, କିଛି ସମୟ ପରେ ତମେ କହିବ କି ଜଗତର, ତା ପରବର୍ତ୍ତୀ କିଛି ସମୟ ପରେ କହିବ କି ମଙ୍ଗଳ ପାଇଁ। ଏଥିରୁ କିଛି ବୁଝା ପଡ଼ିବନି, କିନ୍ତୁ ଆମେ ଯଦି କହିବା କି ମୁନି ଋଷି ମାନେ ଜଗତର ମଙ୍ଗଳ ପାଇଁ ଈଶ୍ୱରଙ୍କୁ ପ୍ରାର୍ଥନା କରିଥାନ୍ତି, ଏଥିରେ ବୁଝା ପଡ଼ିଯାଉଛି। ତେଣୁ ଅବିଳମ୍ବ ଉଚ୍ଚାରଣ ଆଉ ସଂହତି ରହିଲେ କାହା ଭିତରେ, ନା ପଦମାନଙ୍କ ଭିତରେ, ତା ଯେଉଁଟାକି ଆମେ କହୁଛନ୍ତି ଆସକ୍ତି, ତାହା ବାକ୍ୟ ହୋଇପାରିବ ହେଲା। ତେଣୁ ଯେଉଁଥିରେ କି ଏଇଟା ଲେଖାଯାଇଛି, ଏଇ ଉଦାହରଣ ମୁଁ ଦେଇଛି, ବୁଝିପାରିଲ? ତେଣୁ ଆସକ୍ତି ଆକୁ କହନ୍ତି, ଯେଉଁଟାକି ହେଉଛି ବାକ୍ୟ ହେବାର ସବୁଠାରୁ ମୁଖ୍ୟ ଲକ୍ଷଣ ହେଲା। ତ ତାପରେ ତୁମେମାନେ ଦେଖ କି ଆଉ ଗୋଟେ ନୂଆ ଟପିକ, ବାକ୍ୟର ଉଦ୍ଦେଶ୍ୟ ଓ ବିଧେୟ। ତୁମେମାନେ ଇଂଲିଶରେ ପଢ଼ିଥିବ ସବଜେକ୍ଟ ଆଉ ପ୍ରେଡିକେଟ୍ ତାକୁ ହେଲା। ତେଣୁ ବାକ୍ୟର ଉଦ୍ଦେଶ୍ୟ ଆଉ ବିଧେୟ କ'ଣ ଓଡ଼ିଆରେ, ତାକୁ ଆମେ ସରଳ ଭାଷାରେ ବୁଝିବା। ତୁମେମାନେ ଇଂଲିଶରେ ତ ପଢ଼ିଥିବ ହେଲା। ତ ଚାଲ ଦେଖ, ଦୁଇଟା ଉଦାହରଣ ଦିଆଯାଇଛି। କ'ଣ? ପ୍ରକାଶ ବିଦ୍ୟାଳୟକୁ ଯାଉଛି, ମଧୁସୂଦନ ଜଣେ ଜାତୀୟବାଦୀ ନେତା ଥିଲେ ହେଲା। ଦୁଇଟା ବାକ୍ୟ ତୁମେ ଦେଖିଲ। ପ୍ରଥମ ବାକ୍ୟଟା ଦେଖ, ପ୍ରଥମ ବାକ୍ୟରେ କାହା ବିଷୟରେ କୁହାଯାଇଛି? ପ୍ରଥମ ବାକ୍ୟରେ କାହା ବିଷୟରେ କୁହାଯାଇଛି? ପ୍ରକାଶ ବିଷୟରେ। ଦ୍ୱିତୀୟ ବାକ୍ୟରେ କାହା ବିଷୟରେ କୁହାଯାଇଛି? ମଧୁସୂଦନଙ୍କ ବିଷୟରେ। ଠିକ୍ ଅଛି। ତେଣୁ ପ୍ରଥମ ବାକ୍ୟରେ କ'ଣ ହେଲା? ପ୍ରକାଶ ହେଲା ମୁଖ୍ୟ, ଆଉ ଦ୍ୱିତୀୟ ବାକ୍ୟରେ ମଧୁସୂଦନ ହେଲେ ମୁଖ୍ୟ। ତେଣୁ ତୁମେ ଏଇ ଦୁଇଟା ବାକ୍ୟକୁ ଯଦି ତୁମକୁ ଜଣେ ପଚାରିବ କି ଏଇ ବାକ୍ୟରେ କାହା ବିଷୟରେ କୁହାଯାଇଛି କିମ୍ବା କାହା ବିଷୟରେ ସୂଚନା ତୁମକୁ ଦିଆଯାଇଛି, ତୁମେ କହିବ ପ୍ରକାଶ ଆଉ ମଧୁସୂଦନଙ୍କ ବିଷୟରେ କୁହାଯାଇଛି। ତେଣୁ ଏଇମାନେ କ'ଣ ହେଲେ? କର୍ତ୍ତା। ହେଲା। ତାହେଲେ ତୁମେ ଉଦ୍ଦେଶ୍ୟ, ଯାହା ଉଦ୍ଦେଶ୍ୟରେ କୁହାଯାଇଛି ସିଏ ହେବ କର୍ତ୍ତା। ତେଣୁ ଏଇଠୁ ଉଦ୍ଦେଶ୍ୟ ୱାର୍ଡ଼ ଆସିଲା କି ନାହିଁ? ତେଣୁ ବାକ୍ୟରେ ଯାହାଙ୍କ ଉଦ୍ଦେଶ୍ୟରେ ଆମେ କିଛି ସମ୍ପର୍କ ପାଇଥାନ୍ତି କିମ୍ବା ସୂଚନା ପାଇଥାନ୍ତି, ତାହାକୁ ଆମେ କ'ଣ କହନ୍ତି? ଉଦ୍ଦେଶ୍ୟ, ଯେଉଁଟାକି କର୍ତ୍ତା, ସବଜେକ୍ଟ ଆମେ କହନ୍ତି ହେଲା। ତେଣୁ ତୁମେ ଏଇ ଦୁଇଟା ଉଦାହରଣ ଦେଖିଲ, କ'ଣ? ପ୍ରକାଶ ଆଉ ମଧୁସୂଦନ କ'ଣ ହେଉଛନ୍ତି? ବାକ୍ୟର ଉଦ୍ଦେଶ୍ୟ ହେଲା। ବୁଝିପାରିଲ? ଏଠି ଦେଖିପାରୁଛ, ପ୍ରକାଶ ଆଉ ମଧୁସୂଦନ ହେଲା କର୍ତ୍ତା, ଆଉ ତାଙ୍କୁ ହିଁ ଆମେ କ'ଣ କହନ୍ତି? ବିଧେୟ କୁହାଯାଏ, ଉଦ୍ଦେଶ୍ୟ କୁହାଯାଏ ହେଲା। ତାପରେ ଦେଖ ବିଧେୟ, ସେଇ ସେମ୍ ଉଦାହରଣ ଆମେ ନେଲେ କି ପ୍ରକାଶ ବିଦ୍ୟାଳୟକୁ ଯାଉଛି, ମଧୁସୂଦନ ଜଣେ ଜାତୀୟବାଦୀ ନେତା ଥିଲେ ହେଲା। ତାହେଲେ ଆମେ ଜାଣିଲେ କିଏ କର୍ତ୍ତା, କିଏ ମଧୁସୂଦନ ଆଉ ପ୍ରକାଶ।
ଯାହା ବିଷୟରେ ସୂଚନା ଦିଆଯାଇଛି। ତେଣୁ ଦେଖ ଏଥିରେ ସୂଚନା କ'ଣ ଦିଆଯାଇଛି, କର୍ତ୍ତା ବିଷୟରେ ସୂଚନା କ'ଣ ଦିଆହେଇଛି। ଯଦି ମୁଁ ପଚାରିବି କି ପ୍ରକାଶ ବିଷୟରେ କ'ଣ କୁହାଯାଇଛି, ତୁମେ କହିବ ସେ ବିଦ୍ୟାଳୟକୁ ଯାଉଛି। ମଧୁସୂଦନଙ୍କ ବିଷୟରେ କ'ଣ କୁହାଯାଇଛି, ତାହେଲେ ସେ ଜଣେ ଜାତୀୟବାଦୀ ନେତା ଥିଲେ, ତୁମେମାନେ ଉତ୍ତର ଦେବ। ତେଣୁ ଯାହା କୁହାଯାଇଛି, କର୍ତ୍ତା ବିଷୟରେ ଯାହା କୁହାଯାଏ ତାକୁ ଆମେ କ'ଣ କହନ୍ତି, ବିଧେୟ କୁହନ୍ତି। ବୁଝିପାରିଲ। ତେଣୁ କର୍ତ୍ତା ବିଷୟରେ ଯାହା କୁହାଯାଇଥିବ, ତେଣୁ ପ୍ରଥମ ବାକ୍ୟରେ କୁହାହେଲା ପ୍ରକାଶ ବିଷୟରେ କ'ଣ କି ସେ ବିଦ୍ୟାଳୟ ଯାଉଛି। ଦ୍ୱିତୀୟ ବାକ୍ୟରେ ମଧୁସୂଦନଙ୍କ ଉପରେ ପଚରା ହେଲା କି ସିଏ କ'ଣ ନା ସିଏ ଜଣେ ଜାତୀୟବାଦୀ ନେତା ଥିଲେ। ତାହେଲେ ତୁମେ ଜାଣିପାରିଲ କି ବାକ୍ୟରେ ଯାହା ଉଦ୍ଦେଶ୍ୟରେ କୁହାଯାଏ ସିଏ ହେଲା କି ତୁମର କର୍ତ୍ତା, ଯାହାକୁ ଆମେ ଉଦ୍ଦେଶ୍ୟ କହନ୍ତି। ଆଉ ଉଦ୍ଦେଶ୍ୟ ବିଷୟରେ ଯାହା କୁହାଯାଇଥାଏ, ଉଦ୍ଦେଶ୍ୟ କିଏ, ପ୍ରକାଶ। ମଧୁସୂଦନ ଆଙ୍କ ବିଷୟରେ ଯାହା କୁହାଯାଇଛି ସିଏ ହେବ କ'ଣ, ବିଧେୟ। ବୁଝିପାରିଲ। ତେଣୁ ବିଦ୍ୟାଳୟକୁ ଯାଉଛି ଆଉ ଜଣେ ଜାତୀୟବାଦୀ ନେତା ଥିଲେ, କ'ଣ ଏ ଦୁଇଟା କ'ଣ ଗୋଟେ ଗୋଟେ ବାକ୍ୟର ବିଧେୟ। ବୁଝିପାରିଲ। ଏଇଠି ଦେଖ ଲେଖାଯାଇଛି କର୍ତ୍ତା ହେଲା ଯିଏ ବାକ୍ୟର ଉଦ୍ଦେଶ୍ୟ ଆମେ ତାକୁ କହନ୍ତି, ହେଲା। ଆଉ ଯିଏ ବିଦ୍ୟାଳୟକୁ ଯାଉଛି ଜଣେ ଜାତୀୟବାଦୀ ନେତା, ସିଏ ହେଲା କ'ଣ, ବିଧେୟ। ତେଣୁ ବିଧେୟରୁ ଆମେ କ'ଣ ଜାଣନ୍ତି, ସୂଚନା ବିଷୟରେ ଜାଣନ୍ତି। ଆଉ ଉଦ୍ଦେଶ୍ୟରୁ ଜାଣନ୍ତି କ'ଣ, ଯିଏ କରିଥାଏ, ଯାହା ବିଷୟରେ ସୂଚନା ଦିଆଯାଏ, କିମ୍ବା ଯିଏ କରିଥାଏ, ଯାହା ବିଷୟରେ ସୂଚନା ଦିଆଯାଇଥାଏ। ବୁଝିପାରିଲ। ତାପରେ ଆମେ ଯିବା ପରବର୍ତ୍ତୀ ଟପିକ୍, ବାକ୍ୟାଂଶ, ଖଣ୍ଡବାକ୍ୟ ଓ ଉପବାକ୍ୟ। ହେଲା, କ'ଣ ବାକ୍ୟାଂଶ, ଖଣ୍ଡବାକ୍ୟ, ଉପବାକ୍ୟ ଏସବୁ ଜିନିଷ କ'ଣ ପ୍ରାୟତଃ ତୁମ 10th ସିଲାବସ୍ରେ ଯେଉଁ ଅଛି ତୁମର ହାଲକା ହାଲକା ଥିବ, କିନ୍ତୁ ଆକୁ ମୁଁ କହିଦେଉଛି କି ଇମ୍ପୋର୍ଟାଣ୍ଟଲି ଡେସ୍କ୍ରିପ୍ଟିଭଲି ବି ମୁଁ ତୁମକୁ କହିଦେଉଛି, ହେଲା କି କେଉଁଠି ନା କେଉଁଠି କାମରେ ଲାଗିବ। ଦେଖ ତୁମେମାନେ ଜାଣିଛ କ'ଣ, କେତେ ଗୁଡ଼ିଏ ପଦ ମିଳିତ ହୋଇ ଯଦି ସିଏ ମନର ଭାବକୁ ପ୍ରକାଶ କଲା, ସମ୍ପୂର୍ଣ୍ଣ କିମ୍ବା ଅର୍ଥ ପ୍ରକାଶ କଲେ, କିମ୍ବା ମନର ଭାବକୁ ପ୍ରକାଶ କଲେ, ତାକୁ ଆମେ କ'ଣ କହନ୍ତି, ବାକ୍ୟ କୁହନ୍ତି। ହୁଏ ନା ନାହିଁ। ଗୋଟିଏ ପଦ କିମ୍ବା କେତେ ଗୁଡ଼ିଏ ପଦ ସମଷ୍ଟି ମିଶି ଯଦି ସେ ସମ୍ପୂର୍ଣ୍ଣ ଅର୍ଥ ପ୍ରକାଶ କରନ୍ତି କିମ୍ବା ସମ୍ପୂର୍ଣ୍ଣ ମନର ଭାବକୁ ପ୍ରକାଶ କରନ୍ତି, ତାହେଲେ ଆମେ ତାକୁ କ'ଣ କହନ୍ତି, ବାକ୍ୟ କୁହନ୍ତି। ଯେମିତିକି ଗୋଟେ ଉଦାହରଣ ଦେଖ, ରାମଚନ୍ଦ୍ର ଅଯୋଧ୍ୟାର ରାଜା ଥିଲେ। ଏ ବାକ୍ୟରେ କେତେଟା ପଦ ଅଛି, ରାମଚନ୍ଦ୍ର 1, ଅଯୋଧ୍ୟା 2, ରାଜା 3, ଥିଲେ 4, ଚାରିଟା ପଦ। ତେଣୁ ଏ ଚାରିଟା ପଦ ପରସ୍ପର ମିଶିକି କ'ଣ କଲେ, ଗୋଟେ ନିର୍ଦ୍ଦିଷ୍ଟ ଅର୍ଥ ପ୍ରକାଶ କଲେ। ତୁମେ ଏଥିରେ ଜାଣିପାରୁଛ କ'ଣ, କିଏ ରାଜା ଥିଲେ, ରାମଚନ୍ଦ୍ର। କେଉଁଠାରୁ ରାଜା ଥିଲେ, ଅଯୋଧ୍ୟାର। କ'ଣ ଥିଲେ, ରାଜା ଥିଲେ। ଯାହା ପଚାରିବ ତୁମକୁ ଆନ୍ସର ମିଳୁଛି। ତେଣୁ ଏଟା ହେଲା ଗୋଟେ ସମ୍ପୂର୍ଣ୍ଣ ବାକ୍ୟ। କ'ଣ ପାଇଁ ନା ସବୁ ପ୍ରକାର ଏଠି ପଦ ମିଶିକି ଗୋଟେ ସମ୍ପୂର୍ଣ୍ଣ ଅର୍ଥ ପ୍ରକାଶ କରୁଛନ୍ତି, ହେଲା। ତାହେଲେ ତୁମେ ଏଥିରେ ଜାଣିଲ କ'ଣ, ପ୍ରତ୍ୟେକ ବାକ୍ୟରେ କ'ଣ ଥାନ୍ତି, ଗୋଟେ ଗୋଟେ କର୍ତ୍ତା ଆଉ କ୍ରିୟା। କର୍ତ୍ତା ଆସିବ ମାନେ ତା ସହିତ କ୍ରିୟା ହିଁ ଆସିବ। କର୍ତ୍ତା ଆଉ କ୍ରିୟା, ଆଉ ସେ କ୍ରିୟାଟା କ'ଣ ହେଇଥିବ ନା ସମାପିକା କ୍ରିୟା ହେଇଥିବା ଦରକାର। କ'ଣ ଲେଖିଲି, ସମାପିକା କ୍ରିୟା। ସମାପିକା କ୍ରିୟା କ'ଣ ଜାଣିଛ, ପଢ଼ିଛ କି? ମୁଁ ତୁମକୁ ଉଦାହରଣ ସହିତ ମୁଁ ବାସ୍ କହିଦେଉଛି, ହେଲା। ଏଇଟା ମୁଁ ଗୋଟେ ଏକ୍ସଟ୍ରା କ୍ଲାସ୍ରେ ବୁଝେଇଦେବି, ଯଦି ତୁମେ ନ ପଢ଼ିଛ। ମୁଁ ଜଷ୍ଟ ଏକ୍ଜାମ୍ପଲ୍ ଦେଇକି କହୁଛି। ମୋ ନମ୍ବର ଗୋଟେ ଏକ୍ଜାମ୍ପଲ୍ ଦେଲି, ହରି କଟକ ଗଲା। ଆଉ ଗୋଟେ ହେଲା, ହରି କଟକ ଯାଇ ସକାଳେ ଫେରିଲା।
ତେଣୁ ଦେଖ ଦୁଇଟା ଯାକ ବାକ୍ୟ ଟିକେ ଅଫ୍ ଦ ସିଲାବସ୍ରୁ ଟିକେ ବାହାରିକି ଏଇ ଦୁଇଟା ଯାକ ଉଦାହରଣକୁ ତୁମେ ଟିକେ ଫୋକସ୍ କର ହେଲା। ହରି କଟକ ଗଲା, ହରି ହଁ କି ନା? ତେଣୁ ଯେଉଁ କଟକ ଯାଇ ସାରିଛି ତା ମାନେ ଏଠି କ୍ରିୟା ଶେଷ, ମାନେ କ୍ରିୟାଟି କମ୍ପ୍ଲିଟ୍ ସମ୍ପୂର୍ଣ୍ଣ ହେଇଛି। ବୁଝିପାରିଲ କି ନାହିଁ? ତାପରଟା ଦେଖ, ହରି କଟକ ଯାଇ ସକାଳେ ଫେରିଲା, ଏଠି କ୍ରିୟା କିଏ? ଏଠି କ୍ରିୟା କିଏ? ଯାଇ। ତ ସରି ମୋ ସ୍କ୍ରିନ୍ ଟିକେ ଫ୍ରିଜ୍ ହେଇଯାଇଥିଲା, ସୋ ଷ୍ଟାର୍ଟ ଅଗେନ୍। ସୋ ଦେଖ, ଫାଷ୍ଟ ଉଦାହରଣ ହରି କଟକ ଗଲା, ସେକେଣ୍ଡ ଉଦାହରଣ ହେଲା କି ହରି କଟକ ଯାଇ ସକାଳେ ଫେରିଲା। ତ ଏଇ ଦୁଇଟା ବାକ୍ୟରୁ ତୁମେ ଜାଣିପାରୁଛ କି ଏଠି ଲେଖା ହେଇଛି ଗୋଟେ କ୍ରିୟା ଗଲା। ଗଲା ମାନେ ସେ ଅଲରେଡ଼ି ପଳେଇଛି, ମାନେ କାର୍ଯ୍ୟଟି ସମ୍ପୂର୍ଣ୍ଣ ହେଇଛି। ତାହେଲେ ଏଥିରୁ ଜାଣିପାରିଲୁ ଯେ ଗଲା ହେଲା ଗୋଟେ କ୍ରିୟା, ସେଥିରୁ କ୍ରିୟାଟା ଜାଣିଲ କ'ଣ ହେଇଛି? ସମ୍ପୂର୍ଣ୍ଣ ହେଇଯାଇଛି। ତାପରେ ଉଦାହରଣକୁ ଆସ କି ହରି କଟକ ଯାଇ ସକାଳେ ଫେରିଲା ହେଲା। ଏଠି ଦେଖ ଯାଇ ମାନେ ସେ ଯାଇଛି, ଏଇ ଯିବା ଅର୍ଥର ଏଇ ଯେଉଁ ଯାଇ ୱାର୍ଡ଼ଟାର ମାନେ କ'ଣ? ସେ ଯାଇଛି, ମାନେ ଇଏ ବି ଗୋଟେ କ୍ରିୟା, କିନ୍ତୁ କାର୍ଯ୍ୟଟି ଅସମ୍ପୂର୍ଣ୍ଣ। ଏଠି ହେଲା ସମ୍ପୂର୍ଣ୍ଣ, ଏଠି ହେଲା ଅସମ୍ପୂର୍ଣ୍ଣ ହେଲା। ତାହେଲେ ତୁମେ ଏଥିରୁ କ'ଣ ଜାଣିଲ କି ଗୋଟେ ବାକ୍ୟରେ କ୍ରିୟା ଥିଲେ ଆମେ ସେଥିରୁ ଜାଣିପାରନ୍ତି କାର୍ଯ୍ୟଟା ସମ୍ପୂର୍ଣ୍ଣ ହେଇଛି, ଆଉ ଗୋଟେ କ୍ରିୟାରୁ ଜାଣିପାରନ୍ତି କି କାର୍ଯ୍ୟଟା ଅସମ୍ପୂର୍ଣ୍ଣ ହୋଇଥାଏ। ତେଣୁ ଯେଉଁ କାର୍ଯ୍ୟଟା ସମ୍ପୂର୍ଣ୍ଣ ହୋଇଥାଏ, ଯେଉଁ କ୍ରିୟାରୁ ଜଣାପଡ଼େ କି କାର୍ଯ୍ୟଟା ସମ୍ପୂର୍ଣ୍ଣ ହେଉଛି, ସିଏ ହେବ କ'ଣ? ସମାପିକା କ୍ରିୟା। ଆଉ ଯେଉଁ କ୍ରିୟା ଦ୍ୱାରା ଆମେ ଜାଣନ୍ତି କି କାର୍ଯ୍ୟଟା ଅସମ୍ପୂର୍ଣ୍ଣ ଅଛି ତାକୁ କହନ୍ତି ଅସମାପିକା କ୍ରିୟା। ବୁଝିପାରିଲ? ତେଣୁ ମୁଁ ଗୋଟିଏ ଲାଇନ୍ରେ କହିବି କି ଯେଉଁ କ୍ରିୟାପଦ ଦ୍ୱାରା ବାକ୍ୟର ସମ୍ପୂର୍ଣ୍ଣ ସୂଚିତ ହୋଇଥାଏ କିମ୍ବା ବାକ୍ୟର ସମାପ୍ତି ହୋଇଥାଏ ତାହା ସମାପିକା କ୍ରିୟା ହେବ। ଆଉ ଯେଉଁ କ୍ରିୟାପଦ ଦ୍ୱାରା ବାକ୍ୟର ଅସମ୍ପୂର୍ଣ୍ଣ କିମ୍ବା ଅସମାପ୍ତି ହେଲା ହେଇଥାଏ, ସେଥିରେ କ'ଣ ଆମେ ଜାଣନ୍ତି କି ସିଏ ହେବ ଗୋଟେ ଅସମାପିକା କ୍ରିୟା। ଗୋଟେ ହେଲା ଅସମ୍ପୂର୍ଣ୍ଣତା ହେଇଥିବ ହେଲା, ଆଉ ଗୋଟେ ହେଲା ଅସମାପ୍ତି ହେଇଥିବା ଦରକାର ହେଲା। ସେଟା ହେବ କ'ଣ? ସମାପିକା କ୍ରିୟା। ବୁଝିପାରିଲ? ତେଣୁ ଚାଲ ଟପିକ୍ ଆମେ ଯିବା। ତେଣୁ ଏଥିରୁ ଜାଣିପାରିଲ ତ ସମାପିକା କ୍ରିୟା କ'ଣ ପାଇଁ କହିଲି? ତେଣୁ ଯେଉଁ ପ୍ରତ୍ୟେକ ବାକ୍ୟରେ ଗୋଟେ କର୍ତ୍ତା ଆଉ ସମାପିକା କ୍ରିୟା କ'ଣ ଥାଆନ୍ତି ହେଲା। ଏଥିରୁ ଜାଣିପାରୁଛ, ମୁଁ ଲେଖିଦେଲି କି ଭାବ ପ୍ରକାଶକ ପୂର୍ଣ୍ଣାଙ୍ଗ ଉକ୍ତି ଉଦ୍ଦେଶ୍ୟ କ'ଣ? ତାକୁ ବାକ୍ୟ ଆମେ କହନ୍ତି। ତାପରେ ଦେଖ ବାକ୍ୟାଂଶ। ବାକ୍ୟାଂଶକୁ ଯିବା। ବର୍ତ୍ତମାନ ଦେଖ ବାକ୍ୟାଂଶରେ ଗୋଟେ ଲେଖା ହେଇଛି କି ଆଜିକାଲି ଲୋକମାନେ କିଛି ନ ବୁଝିପାରି ନିଜ ଅହଙ୍କାର ପାଇଁ ପରସ୍ପର ମଧ୍ୟରେ ମାଡ଼ପିଟି ଲାଗିଥାନ୍ତି। ବର୍ତ୍ତମାନ ମୁଁ କିଛିଟା ପଦକୁ ନେଇକି ମୁଁ ଅଣ୍ଡରଲାଇନ୍ କରୁଛି। ଆଜିକାଲି ଲୋକମାନେ, ଏତିକିକୁ ନେଇକି ମୁଁ ଗୋଟେ ଅଣ୍ଡରଲାଇନ୍ କଲି। କିଛି ନ ବୁଝିପାରି, ଏତିକି ମୁଁ ଅଣ୍ଡରଲାଇନ୍ କଲି। ନିଜର ଅହଙ୍କାର ପାଇଁ କିମ୍ବା ନିଜର ଅହଂ ପାଇଁ ତାକୁ ଅଣ୍ଡରଲାଇନ୍ କଲି। ପରସ୍ପର ମଧ୍ୟରେ ଆକୁ ଅଣ୍ଡରଲାଇନ୍ କଲି। ମାଡ଼ପିଟି ଲାଗିଥାନ୍ତି କିମ୍ବା କରିଥାନ୍ତି ହେଲା। ଦେଖ ଏଇ ଯେଉଁ ଉପରେ ଲେଖା ହେଲା ଗୋଟେ ବାକ୍ୟର ମୁଁ ଅଣ୍ଡରଲାଇନ୍ କଲି, ମୁଁ ଆକୁ ମନେକର ଧରି ନେଲି ଇଏ ଗୋଟେ କ'ଣ ଅଂଶ। ତାହେଲେ ମୁଁ ଗୋଟେ ବାକ୍ୟକୁ 5ଟା ଅଂଶରେ ବିଭକ୍ତ କଲି। ହେଲା। ତେଣୁ ଯେଉଁ ଅଂଶ ଗୁଡ଼ିକୁ ମୁଁ ଅଣ୍ଡରଲାଇନ୍ କଲି ସେଗୁଡ଼ା କ'ଣ? କେତେଟା ପଦକୁ ନେଇ ଗଠିତ। ଏଠି 2ଟା ପଦ, ଏଠି 3ଟା, ଏଠି 3ଟା, ଏଠି 2ଟା, ଏଠି 2ଟା। ବୁଝିପାରିଲ?
ଆଉ ସେଇ ପଦଗୁଡ଼ିକୁ ଯଦି ଆମେ ମିଶାଇକି ଲେଖିଲେ ତାହେଲେ ସେ ଗୋଟେ ସାମଗ୍ରିକ ଅର୍ଥ ପ୍ରକାଶ କରୁଛନ୍ତି କି ନାହିଁ? ଆଜିକାଲି ଲୋକମାନେ କହିଲେ, ଆଜିକାଲିର ଲୋକମାନେ କିଛି ନ ବୁଝିପାରି କହିଲେ କିଛି ବୁଝିପାରୁନାହାନ୍ତି ନିଜର ଅହଂ ପାଇଁ। ବୁଝିପାରୁଛ? ପରସ୍ପର ମଧ୍ୟରେ ମୁଁ ଖାଲି କହିବି ତାହା ବି ବୁଝିପାରୁଛ, ମାଡ଼ ପିଟି କରିଥାନ୍ତି ତାହା ବି ବୁଝିପାରୁଛ। ହେଲା, ତେଣୁ ମୁଁ ମୂଳରୁ ଷ୍ଟାର୍ଟ କରୁଛି। ମୁଁ ପ୍ରଥମେ ଗୋଟେ ବାକ୍ୟ ଲେଖିଲି। ବାକ୍ୟକୁ ମୁଁ 5ଟା ଅଂଶରେ ଭାଗ କଲି। 5ଟା ଅଂଶକୁ ଯେଉଁ ଭାଗ କଲି, ପ୍ରତି 5ଟା ଅଂଶ ସାମଗ୍ରିକ ଭାବରେ କିଛି ନା କିଛି ଅର୍ଥ ଦେଉଛନ୍ତି। ଅର୍ଥ ମାନେ ପୁରା ନୁହଁ, ହାଲକା ହାଲକା ସମ୍ୟକ ଭାବରେ କିଛିଟା ଅର୍ଥ ସେମାନେ ପ୍ରକାଶ କରୁଛନ୍ତି। ତେଣୁ ଏଇଗୁଡ଼ିକୁ ଆମେ କ'ଣ କହନ୍ତି? ବାକ୍ୟାଂଶ କୁହନ୍ତି। ବୁଝିପାରିଲ? କ'ଣ ବାକ୍ୟାଂଶ? ଗୋଟେ ହେଲା କି ଆଜିକାଲି ଲୋକମାନେ, ସିଏ ଗୋଟେ ବାକ୍ୟାଂଶ। କିଛି ନ ବୁଝିପାରି ସିଏ ବି ଗୋଟେ ବାକ୍ୟାଂଶ। ଆଉ ଯେଉଁଗୁଡ଼ା ଅଣ୍ଡରଲାଇନ୍ ହେଇଛି 3, 4, 5 ସିଏ ଗୋଟେ ବାକ୍ୟାଂଶ। ତେଣୁ ଆମେ କ'ଣ ଜାଣିଲେ କି ଯେତେବେଳେ ସମାପିକା କ୍ରିୟାହୀନ କେତେ ଗୁଡ଼ିଏ ପଦ ଅର୍ଥ ପ୍ରକାଶ କରୁଥିଲେ ମଧ୍ୟ ସମ୍ପୂର୍ଣ୍ଣ ଅର୍ଥ ପ୍ରକାଶ କରିପାରନ୍ତିନି, ତାକୁ ଆମେ କ'ଣ କହନ୍ତି? ବାକ୍ୟାଂଶ କୁହନ୍ତି। ହେଲା, ଏଠି ଲେଖା ହେଇଛି ବାକ୍ୟରେ ବୁଝା ପଡ଼ୁଥିବା ନିର୍ଦ୍ଦିଷ୍ଟ ଅଂଶ ବା କେତୋଟି ପଦ ସନ୍ଧିକୁ ବାକ୍ୟାଂଶ କୁହାଯାଏ। ତେଣୁ ବାକ୍ୟାଂଶରେ ତୁମେ କ'ଣ ଜାଣିଲ? କିଛି ସମ୍ୟକ ଅର୍ଥ ପ୍ରକାଶ କରିଥାନ୍ତି। ସମ୍ୟକ ଅର୍ଥ ପ୍ରକାଶ କରିଥାନ୍ତି, କିନ୍ତୁ ସମ୍ପୂର୍ଣ୍ଣ ଅର୍ଥ ପ୍ରକାଶ କରିବାରେ ଅସମର୍ଥ। ବୁଝିପାରିଲ? ତେଣୁ ସେଇଗୁଡ଼ିକୁ ଆମେ କ'ଣ କହିବା? ବାକ୍ୟାଂଶ କୁହାହବ। ଯେମିତିକି ଆମେ ଯେତେବେଳେ ପଢ଼ିଥିଲେ ଯେକୌଣସି ଗୋଟେ ବାକ୍ୟ, ହେଲା, ତାର ହବାର ଗୁଡ଼ାଏ ସାରା ଲକ୍ଷଣ ଥିଲା, ସେମିତି ବାକ୍ୟାଂଶ ହବାର ମଧ୍ୟ କେତେ ସାରା ଲକ୍ଷଣ ଅଛି। ହେଲା, ବାକ୍ୟାଂଶ ହବାର ମଧ୍ୟ କେତେ ସାରା ଲକ୍ଷଣ ଅଛି। କ'ଣ ସେ ଲକ୍ଷଣ ଗୁଡ଼ିକ? ଦେଖ, ଗୋଟେ ଲକ୍ଷଣ ହେଲା ସମାପିକା କ୍ରିୟା ନଥିବ। ବୁଝିପାରିଲ? ସମାପିକା କ୍ରିୟା ନଥିବ, ସିଏ ହେବ ବାକ୍ୟାଂଶର ଗୋଟେ ଲକ୍ଷଣ। ସମ୍ପୂର୍ଣ୍ଣ ଅର୍ଥ ପ୍ରକାଶ କରିନଥାଏ, ଇଏ ବି ଜାଣିଲ। କିଛି ଅର୍ଥ ପ୍ରକାଶ କରିଥାଏ, ଇଏ ବି ଜାଣିଲ, ଯେଉଁଟାକି ମୁଁ ସମ୍ୟକ କହିଲି। ବୁଝିପାରିଲ? ତାପରେ ଦେଖ, ମୁଁ ଉଦାହରଣକୁ ନେଇକି ତୁମକୁ ଦେଖାଉଛି। ପ୍ରଥମ ଉଦାହରଣ ହେଲା କି ଲେଖା ହେଇଛି ରାମଚନ୍ଦ୍ର ପ୍ରତିଦିନ ରାତିରେ। ଏଥିରୁ ତୁମେ କ'ଣ ବୁଝୁଛ? କି ରାମଚନ୍ଦ୍ର ପ୍ରତିଦିନ ରାତିରେ କ'ଣ କରୁଥିଲେ ସେଟା ଲେଖା ହେଇନି, କୌଣସି କ୍ରିୟା ସମାପିକା କ୍ରିୟା ନାହିଁ, କିନ୍ତୁ କିଛି ଅର୍ଥ ପ୍ରକାଶ କରୁଛି କି ନାହିଁ? ମାନେ ରାମଚନ୍ଦ୍ର ପ୍ରତି ରାତିରେ କିଛି ଅର୍ଥ ପ୍ରକାଶ କରୁଛି, କିନ୍ତୁ ସମ୍ପୂର୍ଣ୍ଣ ନାହିଁ। ରାମଚନ୍ଦ୍ର ପ୍ରତି ରାତିରେ ଭୋଜନ କରନ୍ତି କି ବୁଲନ୍ତି କି କ'ଣ କରନ୍ତି, ସିଏ ଆମକୁ ଜଣା ନାହିଁ, କାହିଁକିନା ସମାପିକା କ୍ରିୟା ନାହିଁ। ତେଣୁ ସିଏ ଗୋଟେ ବାକ୍ୟାଂଶ। ସେମିତିକା ଉଦାହରଣ, ଛାତ୍ରମାନେ ସନ୍ଧ୍ୟା ସମୟରେ ପଢ଼ନ୍ତି କି ଖେଳନ୍ତି କି ବୁଲନ୍ତି, ଲେଖାଯାଇନି। ଯଦି ଲେଖିଥାନ୍ତା ତାହେଲେ ସମାପିକା କ୍ରିୟା ସେଟା ହେଇଯାଇଥାନ୍ତା, ତେଣୁ ତାହା ଲେଖା ହେଲାନି। ଛାତ୍ରମାନେ ସନ୍ଧ୍ୟା ସମୟରେ କିଛି ଅର୍ଥ ପ୍ରକାଶ କରୁଛି, ସମ୍ପୂର୍ଣ୍ଣ ଅର୍ଥ ପ୍ରକାଶ କରୁନାହିଁ, ତେଣୁ ସିଏ ହେଲା ଗୋଟେ ବାକ୍ୟାଂଶ। ଯେମିତି ଗଙ୍ଗା ନଦୀ ଭାରତର ଏକ ସୂର୍ଯ୍ୟ ପୂର୍ବ। ବୁଝିପାରିଲ? ତେଣୁ ଏଇସବୁ ଉପର ବାକ୍ୟ ଗୁଡ଼ିକରେ ଆମେ କ'ଣ ଜାଣିଲେ କି ସମାପିକା କ୍ରିୟା ନାହିଁ। ସେଥିପାଇଁ ଯେଉଁ ଜିନିଷ ଲେଖାଯାଇଛି ତାର ସମ୍ପୂର୍ଣ୍ଣ ଅର୍ଥ କିମ୍ବା ପୂର୍ଣ୍ଣ ମନୋଭାବ ପ୍ରକାଶ ହୋଇନାହିଁ। ହୋଇଛି କି? ହୋଇନି। ତେଣୁ ଏଗୁଡ଼ିକ ବାକ୍ୟ ନୁହେଁ। ତେଣୁ କ'ଣ ଏଗୁଡ଼ିକ? ବାକ୍ୟାଂଶ। ବୁଝିପାରିଲ? ଯଦି ମୁଁ ସେଇ ଟାଇମ୍ ଲେଖିଦେବି କି ରାମଚନ୍ଦ୍ର ପ୍ରତିଦିନ ରାତିରେ ନିଜ ରାଜ୍ୟ ବୁଲି ଦେଖୁଥିଲେ, ଏଥିରୁ ଅର୍ଥ ପ୍ରକାଶ ପାଇଗଲା, ତେଣୁ ଇଏ ବାକ୍ୟ ହେଇଗଲା। ଛାତ୍ରମାନେ ସନ୍ଧ୍ୟା ସମୟରେ ପାଠ ପଢ଼ିଥାନ୍ତି, ବାକ୍ୟ ହେଇଗଲା। ଗଙ୍ଗା ନଦୀ ଭାରତର ଏକ ପବିତ୍ର ନଦୀ ଅଟେ, ହେଇଗଲା।
ସୂର୍ଯ୍ୟ ପୂର୍ବ ଦିଗରେ ଉଦୟ ହୋଇଥାନ୍ତି। ତେଣୁ ଏଗୁଡ଼ା କ'ଣ ସବୁ ଗୋଟେ ବାକ୍ୟ। ତେଣୁ ବାକ୍ୟାଂଶ ହେବାର ପ୍ରଥମ ନିୟମ ହେଲା କି କିମ୍ବା ପ୍ରଥମ ଲକ୍ଷଣ ହେଲା କି ସେଥିରେ ସମାପିକା କ୍ରିୟା ନଥିବ। ଦ୍ୱିତୀୟରେ ହେଲା କିଛି ଅର୍ଥ କିମ୍ବା କିଛି ମନୋଭାବ ସିଏ ପ୍ରକାଶ କରୁଥିବ। ତୃତୀୟରେ ହେଲା ସମ୍ପୂର୍ଣ୍ଣ ମନୋଭାବ ପ୍ରକାଶ କରିବାରେ ସିଏ ଅସମର୍ଥ ହୋଇଥିବ। ତାକୁ ଆମେ କ'ଣ କହିବା ନା ବାକ୍ୟ ନ କହିକି ବାକ୍ୟାଂଶ କହିବା ହେଲା। ତେଣୁ ତାପରେ ଦେଖ ଖଣ୍ଡବାକ୍ୟ। ଖଣ୍ଡବାକ୍ୟ ତେଣୁ ଏଇସବୁରେ ତୁମେ କ'ଣ ଜାଣୁଛ? ମେନ୍ ଜିନିଷ କ'ଣ? ଗୋଟେ ହେଲା କର୍ତ୍ତା ଆଉ ଗୋଟେ ହେଲା କ୍ରିୟା। ଆଉ କ୍ରିୟା ଭିତରେ ସମାପିକା ଓ ଅସମାପିକା କ୍ରିୟା। ବୁଝିପାରିଲ? ଏତିକି କନସେପ୍ଟ ମନେ ରଖିବ। ମନେ ରଖିଲେ ତୁମେ ବାକ୍ୟକୁ ତୁମେ ଖଣ୍ଡବାକ୍ୟ କ'ଣ, ଉପବାକ୍ୟ କ'ଣ, ସେ ତୁମର ଉଦ୍ଦେଶ୍ୟ, ବିଧେୟ ଆଉ ବାକ୍ୟ ସବୁ ବିଭିନ୍ନ ପ୍ରକାର ଅଛି, ଆଗକୁ ଆସିବ, ତାକୁ ତୁମେ ଜାଣିପାରିବ। ସୋ ଦେଖ, ସବୁ ତ ଆମେ ଉଦାହରଣ ନେଇକି ଷ୍ଟାର୍ଟ କରନ୍ତି, ଇଏ ବି ଉଦାହରଣ ନେଇକି ଷ୍ଟାର୍ଟ କରିବା। ତେଣୁ ତୁମେ ଓଭରଅଲ୍ ଯେତିକି ପଢ଼ିଲ ଗୋଟେ ଜିନିଷ ତୁମେ ଜାଣିଲ କି ସମାପିକା କ୍ରିୟା ବିଷୟରେ। ଯଦି ଗୋଟେ ବାକ୍ୟରେ ସମାପିକା କ୍ରିୟା ରହୁଛି ତାହେଲେ ତୁମେ ଜାଣିବ କି ସେ ବାକ୍ୟର ସମାପ୍ତି କିମ୍ବା ଶେଷ ହୋଇଯାଇଛି। ଯେଉଁ ଜିନିଷରେ ମୁଁ ଏକ୍ଜାମ୍ପଲ୍ ଦେଇକି ବୁଝିଥିଲି କି ହରି କଟକ ଗଲା, ଯେହେତୁ ଗଲା କାମଟି ସମାପ୍ତି ଜଣାପଡ଼ୁଛି, ତେଣୁ ସିଏ ହେଲା ଗୋଟେ ସମାପିକା କ୍ରିୟା ହେଲା। ତେଣୁ ସମାପିକା କ୍ରିୟା ମାନେ କାର୍ଯ୍ୟଟି ଶେଷ ସୂଚନା ସିଏ ଦେଇଥାଏ ହେଲା। ଉଦାହରଣ ହେଲା କି ପ୍ରଥମ ଉଦାହରଣଟା ହେଲା କି ରାମବାବୁ ଭାତ ଖାଇଲେ। ଖାଇଲେ ମାନେ ଖାଇବା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯାଇଛି। ତେଣୁ ଯଦି ଆମେ ତାପର ବାକ୍ୟକୁ ଦେଖିବା, ତାପରେ ଦେଖ ସେମାନେ ଯେତେବେଳେ ଯାଉଥିଲେ, ଏ ଉଦାହରଣଟିରେ ଯାଉଥିଲେ କ'ଣ ଗୋଟେ ସମାପିକା କ୍ରିୟା ଯେହେତୁ ଅତୀତରେ ଅଛି। କିନ୍ତୁ ବାକ୍ୟଟି ସମ୍ପୂର୍ଣ୍ଣ ହୋଇଛି କି? ବାକ୍ୟଟି ସମ୍ପୂର୍ଣ୍ଣ ହୋଇନି। ତାହେଲେ ଏତାକୁ ସମ୍ପୂର୍ଣ୍ଣ କରିବାକୁ ହେଲେ ହେଲା ସେଥିରେ କିଛି ଅନ୍ୟ କିଛି ଅଂଶ ଯୋଡ଼ିବା ଆମକୁ ଦରକାର। ତାପରେ ଦେଖ ସେମାନେ ଯେତେବେଳେ ଯାଉଥିଲେ ସେତେବେଳେ ମୁଁ ଘରେ ବସିଥିଲି, ବାକ୍ୟଟି ସମ୍ପୂର୍ଣ୍ଣ ହେଲା ଏଥିରେ ହେଲା। ତେଣୁ ତୁମେ କ'ଣ ଜାଣିଲ କି ଗୋଟେ ବାକ୍ୟରେ ଗୋଟେ ବାକ୍ୟ, ମୁଁ ଏଠି କହିଦେଉଛି, ଗୋଟେ ବାକ୍ୟରେ ସବୁବେଳେ କର୍ତ୍ତା ରହିବ ଆଉ ସମାପିକା କ୍ରିୟା ରହିବ ହେଲା। ଆଉ ସିଏ ସମ୍ପୂର୍ଣ୍ଣ ଅର୍ଥକୁ ପ୍ରକାଶ କରୁଥିବ। ଖାଲି ସମାପିକା କ୍ରିୟା ରହିଗଲେ ହେବନି, ଯେଉଁଠିକି ତୁମେ ଏବେ ଖଣ୍ଡ ବାକ୍ୟରେ ଦେଖିଲ। ତେଣୁ ଆମେ ଏଇ ଖଣ୍ଡ ବାକ୍ୟରେ କ'ଣ ପଢ଼ିଲେ? ତେଣୁ ସେମାନେ ଯେତେବେଳେ ଯାଉଥିଲେ ସେତେବେଳେ ମୁଁ ଘରେ ବସିଥିଲି, ଏଥିରେ କ'ଣ ବାକ୍ୟଟି ସମ୍ପୂର୍ଣ୍ଣ ହୋଇଗଲା ହେଲା। ତ ବୁଝିପାରିଲ? ତାହେଲେ ଗୋଟେ ବାକ୍ୟ ହେବା ପାଇଁ ସେଥିରେ କ'ଣ କର୍ତ୍ତା ରହିବା ଦରକାର, ସମାପିକା କ୍ରିୟା ରହିବା ଦରକାର, ଆଉ ସେ ସମ୍ପୂର୍ଣ୍ଣ ଅର୍ଥକୁ ପ୍ରକାଶ କରୁଥିବା ଦରକାର। କିନ୍ତୁ ଆମେ ଖଣ୍ଡ ବାକ୍ୟରେ କ'ଣ ସବୁ ଉଦାହରଣ ନେଇକି ଦେଖିଲେ କି କର୍ତ୍ତା ଅଛି, ସମାପିକା କ୍ରିୟା ଅଛି, ସେଥିରେ ମଧ୍ୟ କେତେ ଗୁଡ଼ାଏ ପଦ ଅଛି। ଗୋଟେ ପଦ ହେଇପାରେ କି ପଦମାନଙ୍କର ସମୂହ କି ପଦମାନଙ୍କର ସମଷ୍ଟି ହେଇପାରେ, କିନ୍ତୁ ସିଏ ସମ୍ପୂର୍ଣ୍ଣ ଅର୍ଥ କିମ୍ବା ସମ୍ପୂର୍ଣ୍ଣ ଭାବ କିମ୍ବା ସମ୍ପୂର୍ଣ୍ଣ ମନୋଭାବ ପ୍ରକାଶ କରିବାକୁ ଅସମର୍ଥ। ତାହେଲେ ତାକୁ ଆମେ ଯାଇକି କହିବା କ'ଣ ଖଣ୍ଡବାକ୍ୟ। ତେଣୁ କର୍ତ୍ତା ଓ ସମାପିକା କ୍ରିୟା ଥାଇକି ମଧ୍ୟ ଯଦି ପଦ ଗୁଡ଼ିକର ସମଷ୍ଟି ସତ୍ତ୍ୱେ ସିଏ ସମ୍ପୂର୍ଣ୍ଣ ମନୋଭାବକୁ ପ୍ରକାଶ କରିବା ଅସମର୍ଥ ହେଉଛି, ତାହେଲେ ଆମେ ତାକୁ କ'ଣ କହିବା ଖଣ୍ଡବାକ୍ୟ କହିବା
ହେଲା। ଅନ୍ୟ ଉପାୟରେ ବି ଆମେ କ'ଣ କହିପାରିବା ନା ଯଦି କର୍ତ୍ତା ଓ ସମାପିକା କ୍ରିୟା ଥିବା ସତ୍ତ୍ୱେ ଯଦି ବାକ୍ୟ ଅସମ୍ପୂର୍ଣ୍ଣ ହୋଇଥାଏ କିମ୍ବା ମନେ ହୋଇଥାଏ ତେବେ ତାହାକୁ କ'ଣ କହିବ? ଖଣ୍ଡ ବାକ୍ୟ କହିବ, ଯେଉଁଟାକି ତୁମେ ଇଂଲିଶରେ ପଢ଼ିଥିବ କ୍ଲଜ୍, ଖଣ୍ଡ ବାକ୍ୟ। ହେଲା, ବୁଝିପାରିଲ ଖଣ୍ଡ ବାକ୍ୟ କ'ଣ? ତାପରେ ଦେଖ ଆମେ ପଢ଼ିବା କି ନେକ୍ସଟରେ ବାକ୍ୟ। ଏଇଟା ହେଉଛି ବହୁତ ଇମ୍ପୋର୍ଟାଣ୍ଟ ତୁମମାନଙ୍କର 10th ସିଲାବସରେ ଯେଉଁଟା ଅଛି କ'ଣ? ବାକ୍ୟ। ବାକ୍ୟର ତୁମେ ଜାଣିଗଲ କ'ଣ? ସଂଜ୍ଞା ଜାଣିଗଲ ତୁମେ। ହେଲା, ବାକ୍ୟ କାହାକୁ କୁହନ୍ତି? ତ ଅର୍ଥବୋଧକ ବା ଭାବବୋଧକ ପୂର୍ଣ୍ଣାଙ୍ଗ ଉକ୍ତିକୁ ଆମେ କ'ଣ କହନ୍ତି? ବାକ୍ୟ କୁହନ୍ତି। କ'ଣ? ଅର୍ଥ ପ୍ରକାଶ କରୁଥିବ ନହେଲେ ଭାବ ପ୍ରକାଶ କରୁଥିବ, ଏତିକି ଆମେ ଜାଣିଛନ୍ତି। କିମ୍ବା ଭାବବୋଧକ ଉକ୍ତି। ହେଲା, ତାକୁ ଆମେ କ'ଣ କହନ୍ତି? ବାକ୍ୟ। ତାହେଲେ ଏଠି ଆମେ ବାକ୍ୟକୁ ଦୁଇ ଭାଗରେ ବିଭକ୍ତ ଆମେ କରିଛନ୍ତି। କ'ଣ? ଭାବ ପ୍ରକାଶ ହଉ କି ଗଠନ ବା ରୂପ। କ'ଣ? ଗଠନ ବା ରୂପ ଦୃଷ୍ଟିରୁ ଆମେ କ'ଣ କରୁଛନ୍ତି? ଦୁଇ ଭାଗରେ ବିଭକ୍ତ କରିଛନ୍ତି। ଗୋଟେ ହେଲା ଭାବବୋଧକ ବା ଭାବ ସୂଚକ, ଆଉ ଗୋଟେ ହେଲା ଗଠନମୂଳକ ବା ରୂପ ସୂଚକ ବାକ୍ୟ। ହେଲା, ତ ଆମେ ଏବେ ଆରମ୍ଭ କରିବା କ'ଣଟା ନା ଭାବବୋଧକ ବା ଭାବ ସୂଚକ ବାକ୍ୟକୁ। ହେଲା, ପୁଣି ତାହାର ବିଭକ୍ତିକରଣ ଅଛି। ଦେଖ, ଭାବ ସୂଚକ ଯେଉଁ ଆମେ ଯେଉଁ କହୁଛନ୍ତି, ହେଲା, ଯେଉଁଥିରେ କି ତୁମର ଭାବାର୍ଥ ପ୍ରକାଶ ପାଉଥିବ। ହେଲା, ଯେଉଁଟାକୁ ପୁଣି କେତେ ଭାଗରେ ବିଭକ୍ତ କରାଯାଇଛି ନା 4 ଭାଗରେ କିମ୍ବା 4 ଶ୍ରେଣୀରେ ବିଭକ୍ତ କରାଯାଇଛି। ତେଣୁ ଫାଷ୍ଟ ହେଉଛି କ'ଣ? ଗୋଟେ ହେଉଛି ବିବୃତ୍ତି ସୂଚକ ବା ବିବରଣାତ୍ମକ, ତାକୁ ବି ଲେଖିପାରିବ ବିବରଣାତ୍ମକ। ହେଲା, ତାପରେ ଗଲ କି ପ୍ରଶ୍ନ ସୂଚକ। ତୁମେ ଏଇଟା ବୁଝିପାରୁଛ ୱାର୍ଡ ପ୍ରଶ୍ନ ସୂଚକ। ତାପରେ ହେଲା ଆଦେଶ ଆମେ କ'ଣ କହନ୍ତି? ଅନୁରୋଧ ବି କୁହନ୍ତି। ହେଲା, କିମ୍ବା ଅନୁଜ୍ଞାମୂଳକ। ବହୁତ ସାରା ଟର୍ମ ଅଛି, ତାର ଅଲଗା ଅଲଗା ନା, ବିଭିନ୍ନ ବୁକ୍ରେ ବିଭିନ୍ନ ଅଛି। ତାପରେ ହେଲା କି କ'ଣ ନା ବିସ୍ମୟ ସୂଚକ। ହେଲା, ଏବେ ଆମେ କ'ଣ ନା ଗୋଟିଏ ଆମେ ଡିସ୍କସନ୍ କରିବା। ତେଣୁ ପ୍ରଥମେ ଦେଖ ବିବୃତ୍ତି ସୂଚକ। ବିବୃତ୍ତି ସୂଚକ କହିଲେ ଆମେ କ'ଣ ବୁଝିବା? ଦେଖ, ବିବୃତ୍ତି ମାନେ ହେଉଛି ସୂଚନା। ମାନେ କି ଯେଉଁ ବାକ୍ୟରେ କୌଣସି ବିଷୟରେ କିଛି ନା ବର୍ଣ୍ଣନା କିମ୍ବା ବିବରଣୀ ଦିଆଯାଇଥାଏ, ତାକୁ ଆମେ ବିବୃତ୍ତି ସୂଚକ କୁହନ୍ତି। ତେଣୁ ମୁଁ ଏଠି ଲେଖିଦେଉଛି, କୌଣସି ବିଷୟରେ କିଛି ବର୍ଣ୍ଣନା ବା ବିବରଣୀ ଦିଆଯାଇଥିବ, ତାହେଲେ ଆମେ ତାକୁ କହିବା କି କ'ଣ ନା ବିବରଣାତ୍ମକ କିମ୍ବା ବିବୃତ୍ତି ସୂଚକ ବାକ୍ୟ କୁହନ୍ତି। ଦେଖ, ପ୍ରତିବର୍ଷ ଅର୍କ କ୍ଷେତ୍ରରେ କୋଣାର୍କ ଉତ୍ସବ ଅନୁଷ୍ଠିତ ହେଉଛି। ଏଇଟା ହେଲା କ'ଣ? ଗୋଟେ ସୂଚନା। ସେମିତି ଓଡ଼ିଆ ମାନେ ସରଳ ଓ ଅତିଥିପରାୟଣ ଅଟନ୍ତି। ଏଇଟା ହେଲା ଗୋଟେ ସୂଚନା। ଶରତ ଋତୁରେ ଗଙ୍ଗଶିଉଳି ଫୁଟେ, ଏଇଟା ଗୋଟେ ବିବରଣୀ। ବିଦ୍ୟାଳୟରେ ପାଠପଢ଼ା ଦିନ 10ଟାରେ ହୁଏ, ଏଇଟା କ'ଣ? କିଛି ନା କିଛି ଗୋଟେ ତୁମକୁ ସୂଚନା ମିଳୁଛି।
तेणु तुमे जो वाक्यरू तुमे लगे पारिबो कि गोटे एटा गोटे विवरणात्मक होइते कि सूचनात्मक होइताउ कि वर्णना होइताउ कि किछि भी गोटे होइताउ ताले आमे सेतरे जानिबा कि कोन सेटा गोटे विवृत्ति सूचक वाक्य जोतरे तुमको सूचना किछि ना किछि मिलुथबो हैला। तापरे जिबा प्रश्न सूचक वाक्य। प्रश्न सूचक वाक्य तुम बुझीपारुच कौन जो वाक्य कौन प्रश्न पचरा जाए कौन प्रश्न पचरा जाए हैला। तेणु ये प्रश्न सूचक वाक्य केमी जानिबो ना तार शेष रे प्रश्न सूचक चिन्ह रही जोटा कि एमती हैला। देख तुम्हें दिल्ली देखी जाओ ये प्रश्न सूचक वाक्य प्रश्न सूचक चिन्ह अच्छी ये देख सबुतिर प्रश्न सूचक चिन्ह अच्छी माने तुम्हें जदि जन को प्रश्न पचारुच ताले सेटा हला गोटे कौन प्रश्न सूचक वाक्य हैला। तापरे देख आदेश आदेश सूचक हैला। आदेश सूचक कौन गुड़ा सारा टर्म कही आदेश अनुज्ञा किंबा अनुरोध आशीर्वाद अनुमति ये सब कौन आदेश सूचक वाक्य को चिन्हाए। ताले देख एठा को आस गीत गाओ एटा तुम कौन कहला आदेश दियाला। परिश्रम कर पोशाक पत्र को सफा रख यहाँ कौन है उपदेश माने को लैंग्वेज रे को भाषा रे तुम्हें जापर कि एटा गोटे आदेश सूचक वाक्य। तापरे दयाकोरी मो कथा शुणु बहीटी पढ़ा दिंतु एटा तुम कौन कर अनुरोध करुच तुम्हें यथाशीघ्र आरोग्य हुआ एटा कौन आरोग्य कामना करुच। तुम्हें दीर्घजीवी हुआ माने अधिक वर्ष बंच जोटा कि आशीर्वाद हैला। तापरे मते जीवाकू दियो तुम्हें कौन मागुच अनुमति। तेणु यही सबू आदेश उपदेश अनुरोध कामना आशीर्वाद अनुमति हैला यही सबू वाक्य रे जोटी सूचित होइथिबो तुम जानिबो कि सेटा गोटे आदेश सूचक वाक्य हैला। ताको भी अनुज्ञात्मक कुआ जाए मु कहिछि अनुज्ञात्मक हैला। तेणु जानि पाइलो आदेश सूचक वाक्य कौन जो कि तुमको यही सबू शब्दर प्रकाश पाइबो आदेश उपदेश अनुरोध कामना आशीर्वाद अनुमति हैला। तापरे देख विस्मय सूचक। विस्मय सूचक माने कौन विस्मय माने आश्चर्य विस्मय माने कौन आश्चर्य जो वाक्य रे तुम गोटे मनर विस्मय किंबा आश्चर्य भाव को प्रकाश करिवो ताल तुम जानिबो सेटा गोटे विस्मय सूचक वाक्य। जेमति इंद्रधनु की सुंदर तुम आश्चर्य होइकी कहूच कि भयंकर वर्षा ये देख विस्मय सूचक चिन्ह बसी है। तेणु विस्मय सूचक चिन्ह जो बसी से जगह तुम कौन जान सेटा गोटे विस्मय सूचक वाक्य बुझीपार। तापरे तुम ऊपर जेतिकी पढ़िल वाक्य कौन ना गोटे विवृत्ति सूचक वाक्य गोटे प्रश्न सूचक वाक्य आ गोटे आदेश सूचक वाक्य आ गोटे विस्मय सूचक वाक्य यही मानू पुणी डिवाइड करा जाइछि केमिति ना भाग करा गोटे अस्थिवाचक गोटे नास्तिवाचक भाव में विभक्त करा जाइछि। काकू मुझे फास्ट स्लाइड रू देखे दूची एइड जो देखिल विवृत्ति प्रश्न आदेश विस्मय आकु आर अच्छी अस्थिवाचक आर भी अच्छी नास्तिवाचक अस्ति नास्ति एमती आदेशर भी अच्छी विस्मयर भी अच्छी बुझीपार। तेणु अस्थिवाचक कौन आ नास्तिवाचक कौन देख ये जापर शीत हेउछि गोटे सूचना विवृत्ति सूचक सी हूँ गोटे अस्थिवाचक कि अस्थि सूचक शीत हेउ नाही सी हूँ नास्ति सूचक। नास्ति माने कौन जोटा ना अर्थ रे आमे व्यवहार करती बुझीपार। आ अस्थि माने सेटा गोटे पॉजिटिव
ମିନିଂ ତୁମକୁ ଦେଉଥିବ, ଗୋଟେ ନର୍ମାଲ ଅର୍ଥ ଯେଉଁଟାକି ହଁରେ, ଅସ୍ତି ସୂଚକ ମାନେ ଯେଉଁଟା ହଁରେ, ଆଉ ନାସ୍ତି ସୂଚକ ମାନେ ଯେଉଁଟା ନାରେ। ଶୀତ ହେଉଛି, ଶୀତ ହେଉନାହିଁ, ବର୍ଷା ହୋଇଥିଲା, ବର୍ଷା ହୋଇନଥିଲା, ସମସ୍ତେ ସୁରଭିକୁ ଶ୍ରଦ୍ଧା କରନ୍ତି, ସମସ୍ତେ ସୁରଭିକୁ ଶ୍ରଦ୍ଧା କରନ୍ତି ନାହିଁ। ତୁମେ ଜାଣିପାରିଲ ଲେଫ୍ଟ ବାମ ସାଇଡ଼୍ଟା ଯେଉଁଟା ଅସ୍ତି ସୂଚକ ସେଥିରେ ତୁମର ହଁ ଆସୁଛି, ଭଲ ସୂଚନା ଆସୁଛି, କିନ୍ତୁ ନାସ୍ତି ସୂଚକ ଯେଉଁଟା ନାରେ ସେଟା ନା ନାହିଁ ବୋଲି ସୂଚନା ଆସୁଛି। ବୁଝିପାରିଲ? ସେମିତି ପ୍ରଶ୍ନ ସୂଚକ ବାକ୍ୟକୁ ମଧ୍ୟ ଅସ୍ତିବାଚକ ଆଉ ନାସ୍ତିବାଚକରେ ବି ବିଭକ୍ତ କରାଯାଇଛି। କେମିତି ନା ତୁମେ ମୋତେ ମନେ ପକାଉଥିଲ, ରହିଲା ପ୍ରଶ୍ନ ସୂଚକ ବାକ୍ୟ ଚିହ୍ନ ହେଲା। ତୁମେ ମୋତେ ମନେ ପକାଉନଥିଲ, ପ୍ରଶ୍ନ ସୂଚକ ବାକ୍ୟ ତା ସହିତ ନାସ୍ତିବାଚକ। ଆଜି କ୍ରିକେଟ ମ୍ୟାଚ୍ ହେବ, ଆଜି କ୍ରିକେଟ ମ୍ୟାଚ୍ ହେବ ନାହିଁ। ସୁମନ କ'ଣ ପୁରୀ ଯାଉଛି, ସୁମନ କ'ଣ ପୁରୀ ଯାଉନାହିଁ। ତ ଏଇଥିରୁ କ'ଣ ବୁଝିଲ? ପ୍ରଶ୍ନସୂଚକ ବାକ୍ୟର ଏଇ ଅସ୍ତିବାଚକ ଆଉ ନାସ୍ତିବାଚକ ବିଭକ୍ତିକରଣ ଅଛି। ସେମିତି ଆଦେଶ ସୂଚକରେ ଦେଖ, ପାଠ ପଢ଼ ନାହିଁ, ଆପଣ ହସନ୍ତୁ, ଆପଣ ନ ହସନ୍ତୁ, ଛାତ୍ର ପରିଶ୍ରମ କରୁ, ଛାତ୍ର ପରିଶ୍ରମ ନ କରୁ। ବୁଝିପାରିଲ ଆଦେଶ ସୂଚକରୁ? ସେମିତି ବିସ୍ମୟ ସୂଚକ ଦେଖ, ବିସ୍ମୟ ସୂଚକରେ କ'ଣ ରହିଲା ନା ଲୋକଟା କି ଭୟଙ୍କର, ଲୋକଟା କି ଭୟଙ୍କର ନୁହେଁ, ସତରେ କି ବର୍ଷା ହେଲା, ସତରେ କି ବର୍ଷା ନହେଲା। ବୁଝିପାରିଲ? ତେଣୁ ଏଟା ହେଲା କ'ଣ ଅସ୍ତି ସୂଚକ, ଇଏ ହେଲା ନାସ୍ତି ସୂଚକ। ବୁଝିପାରିଲ? ତେଣୁ ଆମେ ଯେଉଁ ଏତିକି ବିଭକ୍ତିକରଣ କଲେ, ଗୋଟେ ହେଲା ଭାବକୁ ଦେଖିକି ଆମେ କଲେ, କ'ଣ ନା ଭାବକୁ ଦେଖିକି ଆମେ କଲେ। ତାପରେ ଆମେ ଦେଖିବା କ'ଣ ଗଠନମୂଳକ ବା ରୂପମୂଳକ ବାକ୍ୟ। ଗଠନମୂଳକ ବା ରୂପମୂଳକ, ଗଠନମୂଳକ ବା ରୂପମୂଳକ ବାକ୍ୟକୁ ପୁଣି 3 ଭାଗରେ ବିଭକ୍ତ କରାଯାଇଛି। ବୁଝିପାରିଲ? 3 ଭାଗରେ ବିଭକ୍ତ କରାଯାଇଛି। ତେଣୁ ପ୍ରଥମଟି କ'ଣ ନା ସରଳ ବାକ୍ୟ, ଦ୍ୱିତୀୟଟି ଯୌଗିକ ବାକ୍ୟ, ତୃତୀୟଟି ଜଟିଳ ବାକ୍ୟ। ତେଣୁ ଏଇଗୁଡ଼ିକ ସବୁ କ'ଣ କ'ଣ ଆମେ ଜାଣିବା ବର୍ତ୍ତମାନ। ସରଳ ବାକ୍ୟ କ'ଣ ନା ଗୋଟିଏ ମାତ୍ର ସମାପିକା କ୍ରିୟା ଥିବା ବାକ୍ୟକୁ ସରଳ ବାକ୍ୟ କୁହାଯାଏ। ମୁଁ କହିଛି, ପୂର୍ବରୁ ପଢ଼େଇଛି, ସମାପିକା କ୍ରିୟା କ'ଣ, ଅସମାପିକା କ୍ରିୟା କ'ଣ। ତେଣୁ ସମାପିକା କ୍ରିୟା ମାନେ କ'ଣ, ଯେଉଁ କ୍ରିୟାରୁ ତୁମକୁ କାର୍ଯ୍ୟଟି ସମ୍ପୂର୍ଣ୍ଣ ହେବାର ସୂଚନା ମିଳୁଥିବ ତାକୁ ଆମେ ସମାପିକା କ୍ରିୟା କୁହନ୍ତି। ଫୁଲ ଫୁଟିଛି, ଫୁଲଟି ଫୁଟି ଯାଇଛି, ଏଇଟା ହେଲା ସରଳ ବାକ୍ୟ। ସୂର୍ଯ୍ୟ ସକାଳୁ ଉଏଁ, ଏଥିରେ ଦେଖୁଛ ଗୋଟିଏ ଗୋଟିଏ ସମାପିକା କ୍ରିୟା ଅଛି। ଛୁଆଟି ଭୋକରେ କାନ୍ଦିଲା, ପରିଶ୍ରମୀ ସୁଖୀ ପାଏ, ଗୋପବନ୍ଧୁ ବଢ଼ି ମରୁଡ଼ି କଥା ଶୁଣୁ ଶୁଣୁ କାନ୍ଦୁଥିଲେ। ବୁଝିପାରିଲ କି ନାହିଁ? ତେଣୁ ଉପରେ ଆମେ ଯେତିକି ବାକ୍ୟ ଦେଖିଲେ ସବୁଥିରେ ଗୋଟିଏ ଲେଖାଏଁ ସମାପିକା କ୍ରିୟା ଅଛି। ତେଣୁ ସେଗୁଡ଼ିକ କ'ଣ ସବୁ ସରଳ ବାକ୍ୟ। ବୁଝିପାରିଲ? ତାପରେ ସରଳ ବାକ୍ୟରେ ମଧ୍ୟ ଏଇ ଏକ ବା ଏକାଧିକ କ'ଣ ଥାଏ, ଅସମାପିକା କ୍ରିୟା ଥାଇପାରେ। କ'ଣ କହିଲି? ସରଳ ବାକ୍ୟରେ ଏକ ବା ଏକାଧିକ ଅସମାପିକା କ୍ରିୟା ଥାଇପାରେ, କିନ୍ତୁ ସମାପିକା କ୍ରିୟା କ'ଣ ଗୋଟିଏ ହିଁ ରହିବ। ହେଲା, ଦେଖ ଶିକ୍ଷକ ଛାତ୍ରଙ୍କୁ ଧରି ଖେଳ ପଡ଼ିଆ ଗଲେ, ଏଠି ଧରି ହେଲା ଅସମାପିକା କ୍ରିୟା। ମେଘ ବର୍ଷିବାରୁ ଇଏ ହେଲା ଅସମାପିକା। ବାଜନ୍ତେ ଏଠି ଅସମାପିକା, ଦେଖି ଅସମାପିକା, ଚାଲୁ ଚାଲୁ ଅସମାପିକା, ଧାଇଁ ଧାଇଁ ଶୁଣି ଶୁଣି ଏସବୁ କ'ଣ ଅସମାପିକା। ଏ ଯେଉଁ ରେଡ୍ କଲର୍ ମୁଁ ଲେଖିଲି ଇଏ ସବୁ କ'ଣ ଅସମାପିକା। ଦେଖିଲ ଏଠି ଅସମାପିକା ଅଛି, ଗୋଟିଏ 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 ଗୋଟିଏ, ଏଠି
ଦୁଇଟା ଅଛି। କିନ୍ତୁ ତୁମେ ଯଦି ସମାପିକା କ୍ରିୟା ଦେଖିବ, ଏଠି ଗଲେ, ଖୁସି ହେଲେ, ହେଲି, ଆସିଲି, ପଡ଼ିଗଲା, ସବୁଥିରେ ଗୋଟିଏ ଗୋଟିଏ ସମାପିକା କ୍ରିୟା ଅଛନ୍ତି। ତେଣୁ ଏସବୁ ଗୁଡ଼ିକ କ'ଣ ଗୋଟେ ଗୋଟେ ସରଳ ବାକ୍ୟ। ତେଣୁ ଗୋଟେ ବାକ୍ୟରେ ଯେତେ ସାରା ଅସମାପିକା ଥାଉ ମଧ୍ୟ ଯଦି ସେଥିରେ ଗୋଟିଏ ତୁମେ ସମାପିକା କ୍ରିୟା ବାହାର କରିଦେଲ, ବୁଝିପାରୁଛ ତ? ଗୋଟିଏ, ମାତ୍ର ଗୋଟିଏ। ଅସମାପିକା କ୍ରିୟା ଯେତେ ସାରା ଥାଉ ନା ଥାଇ ସେଥିରେ ତାର ଲେନଦେନ ନାହିଁ। ମାତ୍ର ଗୋଟିଏ ସମାପିକା କ୍ରିୟା ଯଦି ତୁମେ ପାଇଲ, ତାହେଲେ ତୁମେ ସେଟାକୁ ସରଳ ବାକ୍ୟରେ ବିବେଚନା କରିବ। ବୁଝିପାରିଲ? ଓକେ, ସୋ ତା ପର ସ୍ଲାଇଡ୍ରେ କ'ଣ ଅଛି? ସରଳ ବାକ୍ୟ। ଓକେ, ମୁଁ ଏଠି ଲେଖିଦେଉଛି ହେଲା। ସରଳ ବାକ୍ୟର ନିୟମ ହେଉଛି କ'ଣ? ଏକମାତ୍ର ସମାପିକା କ୍ରିୟା। ଅସମାପିକା ଯେତେ ସାରା ଥାଉ ମଧ୍ୟ ହେଲା। ତାପରେ ଦେଖ, ଏଠି ଲେଖା ହେଇଛି କ'ଣ? ଚୁଡ଼ା, ଚିନି, ନଡ଼ିଆ ଓ ଦହି ମୋର ପ୍ରିୟ ଜଳଖିଆ। କିଏ ନା ଚୁଡ଼ା, ଚିନି, ନଡ଼ିଆ ଓ ଦହି ମୋର ପ୍ରିୟ ଜଳଖିଆ। ଏଟା ସରଳ ବାକ୍ୟ କି ନୁହେଁ? ପ୍ରଥମଟା ଦେଖ, ପ୍ରଥମ ବାକ୍ୟରେ ବହୁତ ସାରା କର୍ତ୍ତା ଅଛି। କିଏ କିଏ? ଚୁଡ଼ା ଗୋଟେ କର୍ତ୍ତା, ଚିନି ଗୋଟେ କର୍ତ୍ତା, ନଡ଼ିଆ ଗୋଟେ କର୍ତ୍ତା, ଦହି ଗୋଟେ କର୍ତ୍ତା। ଆଉ ଏଗୁଡ଼ିକ କ'ଣ ଯଦି ଅଲଗା ଅଲଗା ଆମେ କରିଦେବା କ'ଣ ହେବ? ଅର୍ଥହାନି ହେବ, ମାନେ କି ଅର୍ଥ କିଛି ବାହାରିବ ନାହିଁ। ତାହେଲେ ଦେଖ, ମୁଁ ଲେଖିବି କି ପ୍ରଥମେ କହିବି କି ଚୁଡ଼ା ମୋର ପ୍ରିୟ ଜଳଖିଆ, ଦ୍ୱିତୀୟରେ କହିବି ଚିନି ମୋର ପ୍ରିୟ ଜଳଖିଆ, ତୃତୀୟରେ କହିବି ନଡ଼ିଆ ମୋର ପ୍ରିୟ ଜଳଖିଆ, ଚତୁର୍ଥରେ କହିବି ଦହି ମୋର ପ୍ରିୟ ଜଳଖିଆ। କିନ୍ତୁ ଯଦି ମୁଁ ଅଲଗା ଅଲଗା କରିଦେଲି, ତାହେଲେ କ'ଣ ଅର୍ଥ ପ୍ରକାଶ ପାଉଛି ଠିକ୍ ସେ? ଅର୍ଥ ପ୍ରକାଶ ପାଉଛି କି? ମାନେ ତା ଚୁଡ଼ା, ତାର ମୁଁ କହିଲି କି ଏଇ ପ୍ରଥମଟାରେ କହିଲି କି ଚୁଡ଼ା ମୋର ପ୍ରିୟ ଜଳଖିଆ, ତାପରେ କହିଲି ଚିନି ମୋର ପ୍ରିୟ ଜଳଖିଆ, ତାପରେ କହିଲି ନଡ଼ିଆ ମୋର ପ୍ରିୟ ଜଳଖିଆ, ତାପରେ କହିଲି ଦହି ମୋର ପ୍ରିୟ ଜଳଖିଆ। ମୁଁ ଯଦି ଅଲଗା ଅଲଗା କରି କହିଲି, ତା ମାନେ ସେଟା କ'ଣ ତା ପୂର୍ବ ମୂଳ ଯେଉଁ ବାକ୍ୟଟା ଥିଲା, ଏଇ ବାକ୍ୟଟା, ସେଇଟା କ'ଣ ବୁଝଉଛି ଠିକ୍ ମିନିଂ, ଠିକ୍ ଅର୍ଥ ବୁଝଉନି? ମାନେ କ'ଣ ଏଇ ବାକ୍ୟର ଅର୍ଥ କ'ଣ? ଚୁଡ଼ା, ଚିନି, ନଡ଼ିଆ ଓ ଦହି ମୋର ପ୍ରିୟ ଜଳଖିଆ ମାନେ କ'ଣ? ଚୁଡ଼ା, ଚିନି, ନଡ଼ିଆ ଆଉ ଦହି ମିଶେଇକି ଯେଉଁ ଜିନିଷଟା ହେଇଥିବ, ମିଶ୍रणଟା, ତାକୁ ଚକଟିକି ଯେଉଁ ଖାଦ୍ୟଟା ହେଇଥିବ, ସେଇଟା ହିଁ ମୋର ପ୍ରିୟ ଜଳଖିଆ। ନା କି ଖାଲି ଚୁଡ଼ା, ନା କି ଖାଲି ଚିନି, ନା କି ଖାଲି ନଡ଼ିଆ, ନା କି ଖାଲି ଦହି। ବୁଝିପାରିଲ? ତେଣୁ ଏହିପରି ବାକ୍ୟ ମଧ୍ୟ ସରଳ ବାକ୍ୟରେ ଯିବ। ତେଣୁ ଇଏ ହେଉଛି ଗୋଟେ ସରଳ ବାକ୍ୟ। ବୁଝିପାରିଲ? ସେମିତିକା ମୁଁ କହିଲି କଂସା ଓ ପିତ୍ତଳ ମିଶି ବ୍ରୋଞ୍ଜ ହୁଏ। ଦୁଇ ଜଣଙ୍କ ମିଶିକି ବ୍ରୋଞ୍ଜ ହୁଅନ୍ତି। ଇଏ ଗୋଟେ କର୍ତ୍ତା, ଇଏ ଗୋଟେ କର୍ତ୍ତା। ମୁଁ ଯଦି କହିବି କଂସା ବ୍ରୋଞ୍ଜ ହୁଏ, ପିତ୍ତଳ ବ୍ରୋଞ୍ଜ ହୁଏ, କିଛି ମିନିଂ ବୁଝା ପଡ଼ୁଛି? ଏଇ ଦୁଇଟା ଯାକ ଯାହା ମୁଁ ବାହାର କଲି, ଇଏ କ'ଣ ପୂର୍ବ ମିନିଂ, ପୂର୍ବ ଯେଉଁ ବାକ୍ୟଟା ଥିଲା ତାର ଅର୍ଥ ସହିତ ସମାନ ହେଲା କି? ହେଲାନି। କାହିଁକିନା କଂସା ଆଉ ପିତ୍ତଳ ଦୁଇଟା ଯାକ ମିଶିକି ଯେଉଁଟା ହେବ ସେଇଟା ହେବ ବ୍ରୋଞ୍ଜ। ତାପରେ 3 ନମ୍ବର, ମନସ୍ୱିନୀ ଓ ତପସ୍ୱିନୀ ଦୁଇ ଭଉଣୀ। ମୁଁ କହିଲି ମନସ୍ୱିନୀ ଏକ ଭଉଣୀ, ତପସ୍ୱିନୀ ଏକ ଭଉଣୀ। କିଛି ମିନିଂ ବୁଝା ପଡ଼ୁଛି? ବୁଝା ପଡ଼ୁନି। ତେଣୁ ଇଏ ବି ସରଳ ବାକ୍ୟରେ ଅନ୍ତର୍ଗତ ହେବ। କ'ଣ ପାଇଁ? ନା ଦୁଇ ଜଣ ମିଶିକି ହିଁ ଦୁଇ ଭଉଣୀ। ବୁଝିପାରିଲ? ତେଣୁ ବାକ୍ୟରେ ମଧ୍ୟ ଏଠି ଯେଉଁ ଆମେ ୟୁଜ୍ କଲେ ଓ, ଏଠି ଓ, ଏଠି ଏବଂ, ଯେଉଁ ଓ ଆଉ ଏବଂ ଯେଉଁ ଆମେ ସବୁ ୟୁଜ୍ କଲେ ହେଲା, ଏଗୁଡ଼ିକ ମଧ୍ୟ ବି ଯୌଗିକ ବାକ୍ୟରେ ବି ୟୁଜ୍ ହୁଏ। କିନ୍ତୁ ତାକୁ ଆମେ କେମିତି ଜାଣିବା ସରଳ ବାକ୍ୟରେ? ନା ତାର ଅର୍ଥକୁ ନେଇକି। ଓ ଏବଂ ଏସବୁ ହେଲା କ'ଣ ଗୋଟେ ଗୋଟେ କି ଅବ୍ୟୟ, ଆ ଦ୍ୱାରା ଯୋଗ ହୁଅନ୍ତି ସବୁ ବାକ୍ୟ। କିନ୍ତୁ ସିଏ କେଉଁ ଭଳିଆ ମିନିଂ ଦେଉଛି, କେଉଁ ଭଳିଆ ଅର୍ଥ ଦେଉଛି, ତାକୁ ନେଇକି ଆମେ ଡିସାଇଡ଼୍ କରିବା କି ସେଟା ଗୋଟେ ସରଳ ବାକ୍ୟ କି ଯୌଗିକ ବାକ୍ୟ। ବୁଝିପାରିଲ? କାହାର କିଛି ଡାଉଟ୍ ଅଛି କି?
ଓକେ, ମୁଁ ଆଉ ଥରେ କହୁଛି। ପ୍ରଥମ ବାକ୍ୟଟା ଦେଖ, ଚୁଡ଼ା ଚିନି ନଡ଼ିଆ ମୋର ଦହି ମୋର ପ୍ରିୟ ଜଳଖିଆ। ମୁଁ ପ୍ରଥମେ ଲେଖିଲି, ତାକୁ ଭାଙ୍ଗିକି ମୁଁ ଲେଖୁଛି। ଚୁଡ଼ା ମୋର ପ୍ରିୟ ଜଳଖିଆ, ଗୋଟେ ବାହାର କଲି। ତାପରେ ଚିନି, ଏଇଟା ଏକରେ। ଦୁଇରେ କ'ଣ ଜାଣିଲ, ମୋର ପ୍ରିୟ ଜଳଖିଆ ଚିନି। ତିନିରେ କ'ଣ ଜାଣିଲ, ନଡ଼ିଆ ମୋର ପ୍ରିୟ ଜଳଖିଆ। ଚତୁର୍ଥରେ କ'ଣ ଜାଣିଲ, ଦହି ମୋର ପ୍ରିୟ ଜଳଖିଆ। ମୁଁ ଆକୁ ଭାଙ୍ଗିଦେଲି। ଚୁଡ଼ା ମୋର ପ୍ରିୟ ଜଳଖିଆ, ସେମିତି ଚିନି, ସେମିତି ନଡ଼ିଆ, ସେମିତି ଦହି। ଏଇ ଯେଉଁ ଚାରିଟା ବାକ୍ୟ ମୁଁ ଲେଖିଲି, ଏ ଚାରିଟା ବାକ୍ୟ କ'ଣ ଆ ସହିତ ସମାନ? ସମାନ କି? ସମାନ କେମିତି ହେବ? ଦେଖ, ସମାନ ହେବନି। କେମିତି ତମେ ସମାନ କହୁଛ? ଦେଖ, ଚୁଡ଼ା ମୋର ପ୍ରିୟ ଜଳଖିଆ ମାନେ କେବଳ ଚୁଡ଼ା, କେବଳ ଚିନି ମୋର ପ୍ରିୟ ଜଳଖିଆ, କେବଳ ନଡ଼ିଆ ମୋର ପ୍ରିୟ ଜଳଖିଆ, କେବଳ ଦହି ମୋର ପ୍ରିୟ ଜଳଖିଆ। କିନ୍ତୁ ଆର ମିନିଂ କ'ଣ? ଚୁଡ଼ା ଚିନି ଦହି ମିଶେଇକି ଯେଉଁ ଚକଟାଟା ହେବ, ଯେଉଁ ରେସିପିଟା ହେବ, ସେଇଟା ହିଁ ମୋର ପ୍ରିୟ ଜଳଖିଆ। ବୁଝିପାରୁଛ? ତ ବୁଝିପାରିଲ ମୁଁ କ'ଣ କହିବାକୁ ଚାହୁଁଛି? ସୋ ଯେହେତୁ ଏଥିରେ ଏକାଧିକ ମଧ୍ୟ କ୍ରିୟା ଅଛି, ସେଥିରେ ଗୋଟେ ଅବୟ ଓ ଯୋଗ ହୋଇଛି, କିନ୍ତୁ ଅର୍ଥ କ'ଣ ପ୍ରକାଶ କରୁଛି? ଗୋଟେ ସିଙ୍ଗଲ ମିଶ୍ରଣକୁ। ଚାରିଟା ସିନା କ୍ରିୟା, ସେ ମିଶେଇ କ'ଣ ଗୋଟେ ହେଉଛି, ତେଣୁ ସେଟା ହେଉଛି ଗୋଟେ ସରଳ ବାକ୍ୟ। ସେମିତି 2, 3, 4 ଯେଉଁ ଉଦାହରଣ ଦିଆଯାଇଛି, ତୁମେ ଜାଣିପାରୁଥିବ ତାକୁ ସରଳ ବାକ୍ୟରେ କ'ଣ ପାଇଁ ଅନ୍ତର୍ଗତ କରାଯାଇଛି। ହେଲା, ତାପରେ ଆମେ ଯିବା ଯୌଗିକ ବାକ୍ୟ। ଯୌଗିକ ବାକ୍ୟ କ'ଣ ନା ପରସ୍ପର ନିର୍ଭରଶୀଳ ଦୁଇ ବା ତତୋଧିକ ସରଳ ବାକ୍ୟର ସମାହାର ଯୋଗେ ଗଠିତ ବାକ୍ୟକୁ ଯୌଗିକ ବାକ୍ୟ କୁହାଯାଏ। ତାହେଲେ ଏଥିରୁ କ'ଣ ତମେ ବୁଝିଲ? ନା ଏକାଧିକ ସରଳ ବାକ୍ୟର ସଂଯୋଗରେ ଯେଉଁ ବାକ୍ୟ ଗଠିତ ତାହାକୁ ଯୌଗିକ ବାକ୍ୟ କହନ୍ତି। ନା କ'ଣ? ଏକାଧିକ ସରଳ ବାକ୍ୟର ସଂଯୋଗ। ମୁଁ ସିମ୍ପଲି କହିଲି। ହେଲା, ଦେଖ, ବାପା ସବୁଦିନ ସକାଳୁ ଉଠନ୍ତି ଓ ହରିନାମ ନିଅନ୍ତି। ବାପା ସବୁଦିନ ସକାଳୁ ଉଠନ୍ତି ଓ ହରିନାମ ନିଅନ୍ତି। ତେଣୁ ଦେଖ, ଏ ବାକ୍ୟରେ କର୍ତ୍ତା କିଏ? ବାପା। ହେଲା, ସମାପିକ କ୍ରିୟା କିଏ? ଉଠନ୍ତି ଆଉ ନିଅନ୍ତି। ତେଣୁ ଏଥିରେ ଦୁଇଟା ସମାପିକା କ୍ରିୟା ରହିଗଲା, ତେଣୁ ଇଏ ସରଳ ବାକ୍ୟ ହେଇପାରିବ ନାହିଁ। ତେଣୁ ଏଇଟା କ'ଣ? ଗୋଟେ ଯୌଗିକ ବାକ୍ୟ। ତେଣୁ ଆକୁ ଯଦି ଆମେ ଭାଙ୍ଗିଦେବା, କ'ଣ କରିବା? ନା ବାପା ସବୁଦିନ ସକାଳୁ ଉଠନ୍ତି ପ୍ରଥମ ବାକ୍ୟ, ତାପରେ ବାପା ହରିନାମ ନିଅନ୍ତି ଦ୍ୱିତୀୟ ବାକ୍ୟ। ତେଣୁ ପ୍ରଥମଟା ହେଲା କ'ଣ? ପ୍ରଧାନ। ଆରେ ଉଠିଲା ପରେ ହରିନାମ ନେବେ ନା ଆଗେ ହରିନାମ ନେଇକି ଉଠିବେ? ପ୍ରଧାନ ବାକ୍ୟ। ଆଉ ଇଏ ହେଲା ସମକକ୍ଷ ବାକ୍ୟ। ହଁ, ବୁଝିଲ? ତାପରେ ମୁଁ ବନ୍ଧୁକୁ ନିମନ୍ତ୍ରଣ କଲି, ମାତ୍ର ସେ ଆସିଲେ ନାହିଁ। ଏ ବାକ୍ୟରେ କର୍ତ୍ତା କିଏ? ମୁଁ ଆଉ ସେ। ସମାପିକା କ୍ରିୟା କଲି ଆଉ ଗ୍ରହଣ କଲେ ନାହିଁ। ଦୁଇଟା ସମାପିକା କ୍ରିୟା ବାହାରି ପଡ଼ିଲା। ତେଣୁ ସିଏ ହେବ ଗୋଟେ କ'ଣ? ଯୌଗିକ ବାକ୍ୟ। ଆଉ ସେଟା କ'ଣ? ମାତ୍ର ଅବୟ ଦ୍ୱାରା କ'ଣ ଯୋଗ ହେଇଛି। ହେଲା, ଅବୟକୁ ନେଇକି ତୁମେ କିଛି ଡିସାଇଡ଼୍ କରିପାରିବନି। ଅବୟକୁ ନେଇକି ଡିସାଇଡ଼୍ କରିପାରିବନି। ଅବୟ ଲେଖାଯାଇଥିବ, ତୁମେ ମିଶାଇ ଯାଇଥିବ, କହିଥିବ ଯୌଗିକ ବାକ୍ୟ, ଦେଖିଲା ବେଳକୁ ସେ ସରଳ ବାକ୍ୟ ହେଇଥିବ। କିନ୍ତୁ ଅବୟ ଯୋଗ ଦ୍ୱାରା ସେ କେଉଁ ପ୍ରକାର ଅର୍ଥ ପ୍ରକାଶ କରୁଛି ତାକୁ ଦେଖିବାର ଅଛି। ହଁ, ସୋ ତାପରେ ଚାଲ ଯୌଗିକ ବାକ୍ୟ। ଏଇଟା ଦେଖ, ରମେଶ ଭଲ ପଢ଼େ, ଖେଳେ, ଗାଏ, ନାଚେ, ପହଁରେ ଓ ଗୁରୁଜନମାନଙ୍କୁ ଭକ୍ତି କରେ। ହେଲା, ଏଇ ବାକ୍ୟରେ କର୍ତ୍ତା କିଏ? ନା ରମେଶ। ସମାପିକା କ୍ରିୟା କିଏ କିଏ? ନା ପଢ଼େ,
ଖେଳେ 2, ଗାଏ 3, ନାଚେ 4, ପହଁରେ 5, ଭକ୍ତି କରେ 6। 6ଟା ସମାପିକା କ୍ରିୟା ହେଲା। ମାନେ କି ରମେଶ ଭଲ ଖେଳେ, ରମେଶ ଭଲ ପଢ଼େ, ରମେଶ ଭଲ ଗାଏ, ରମେଶ ଭଲ ନାଚେ, ରମେଶ ଭଲ ପହଁରେ, ରମେଶ ଗୁରୁଜନମାନଙ୍କୁ ପ୍ରଣାମ ଭକ୍ତି କରେ। ତେଣୁ ଏଠି ଯେଉଁ ଏବଂକୁ ବାଦ କରିଦିଅ, ସବୁଗୁଡ଼ା କମା ଦ୍ୱାରା କ'ଣ ଯୋଗ ହେଇଛି। ଆମେ ଏବଂ ସବୁଠି ତ ଲଗେଇ ପାରିବାନି ନା, ଏଇଠି ଏବଂ କେବଳ ଲାଗିଛି, ଆଉ ସବୁଠି କ'ଣ ଲାଗିଛି କମା। ତେଣୁ ଏଗୁଡ଼ିକ କ'ଣ କମା ଦ୍ୱାରା ଯେଉଁ କ'ଣ ପାଇଁ ସେଟା ଲଗା ହେଇଛି କମା, ଆମକୁ ଶୁଣିବା ପାଇଁ ଭଲ ଲାଗିବ, ସଂକ୍ଷିପ୍ତ ଆଉ ଶ୍ରୁତି ମଧୁର ପାଇଁ। ତେଣୁ ସରଳ ବାକ୍ୟ ଗୁଡ଼ାକୁ କ'ଣ କରାହେଇଛି, ଯୋଡ଼ା ହେଇଛି କାହା ଦ୍ୱାରା, କମା ଦ୍ୱାରା, ଆଉ ଲାଷ୍ଟକୁ ଏବଂ ରଖାହେଇଛି। ତେଣୁ ତାକୁ ମଧ୍ୟ ଆମେ ଯୌଗିକ ବାକ୍ୟ କହିପାରିବା। ତାପରେ ଦେଖ ଏଠି ବହୁତ ସାରା ଯୌଗିକ ବାକ୍ୟର ଉଦାହରଣ ଆରାମସେ ତୁମେ ପଢ଼ିକି ଜାଣିପାରିବ, ଲଗେଇ ପାରିବ କ'ଣ ପାଇଁ ସେଗୁଡ଼ିକ ଯୌଗିକ ବାକ୍ୟ କୁହାହେଲା ହେଲା। ତାପରେ ଦେଖ ଜଟିଳ ବାକ୍ୟ। ଜଟିଳ ବାକ୍ୟ କ'ଣ, ଯେଉଁ ବାକ୍ୟରେ ଗୋଟିଏ ପ୍ରଧାନ ବାକ୍ୟ ଥିବ ଆଉ ଏକ ବା ଏକାଧିକ ଅପ୍ରଧାନ ବାକ୍ୟ, ମାନେ ତାର ନିୟମ କ'ଣ, ଗୋଟିଏ ପ୍ରଧାନ ବାକ୍ୟ ରହିବ ଆଉ ଏକ ବା ଏକାଧିକ ଅପ୍ରଧାନ ବାକ୍ୟ ରହିବ। ଆଉ ଅପ୍ରଧାନ ବାକ୍ୟ ଗୁଡ଼ିକ କ'ଣ ପ୍ରଧାନ ବାକ୍ୟ ଉପରେ ନିର୍ଭରଶୀଳ ରହିବ। ବୁଝିପାରିଲ ତ? ଦେଖ ଫାଷ୍ଟ, ଯେ ସତ କହେ ସେ ନିର୍ଭୀକ ଅଟେ। କ'ଣ କହିଲି? ଯେ ସତ କହେ ସେ ନିର୍ଭୀକ ଅଟେ। ତେଣୁ ଯିଏ ସତ କହିବ ସେ ନିର୍ଭୀକ ଅଟିବ। ସେ ତା ଉପରେ କ'ଣ ନିର୍ଭରଶୀଳ ରହିଲା। ଗୋଟିଏ ପ୍ରଧାନ ବାକ୍ୟ ରହିଲା, ଯିଏ ସତ କହିବ ସେ ନିର୍ଭୀକ, ଆଉ ନିର୍ଭୀକ ହେଲା ଏଠି। ସେଥିପାଇଁ ନିର୍ଭୀକ ୱାର୍ଡ଼ଟା କାହା ସହିତ ରିଲେଟେଡ଼, ସତ ସହିତ। ତେଣୁ ସିଏ ନିର୍ଭରଶୀଳ ହେଲା କି ନାହିଁ, ତେଣୁ ତାକୁ ଆମେ କ'ଣ କହିବା, ଜଟିଳ ବାକ୍ୟ। ତେଣୁ ଯେଉଁ ବାକ୍ୟରେ ଗୋଟିଏ ପ୍ରଧାନ ବାକ୍ୟ ରହିବ ଆଉ ଏକ କିମ୍ବା ଏକାଧିକ ଅପ୍ରଧାନ ବାକ୍ୟ ରହିବ, ଆଉ ପ୍ରଧାନ ବାକ୍ୟ ଉପରେ ଅପ୍ରଧାନ ବାକ୍ୟ ଗୁଡ଼ିକ କ'ଣ ରହିବ, ନିର୍ଭରଶୀଳ ରହିବ, ତାହାକୁ ଆମେ କ'ଣ କହିବା, ଜଟିଳ ବାକ୍ୟ କହିବା। ବୁଝିପାରିଲ? ଏଇସବୁ ଏକ୍ଜାମ୍ପଲ୍ ଅଛି, ଆରାମସେ ତୁମେ ପଢ଼ିକି ଜାଣିପାରିବ। ତୁମେ ଯଦି କହିବ ମୁଁ ତୁମ ସହିତ ଯିବି, କହିଲେ ସିଏ ତୁମ ସହିତ ଯିବ, ତାହେଲେ ଏଠି ନିର୍ଭରଶୀଳ ହେଲା। ତ ଏଥିରୁ ତୁମେ ଜାଣିପାରୁଛ କେତେ ସାରା ବାକ୍ୟ, ଏଠି କେତେ ସାରା ବାକ୍ୟ ଲେଖାଯାଇଛି, ଜଟିଳ ବାକ୍ୟର ଉଦାହରଣ ତୁମେ ପଢ଼ିକି ଆରାମସେ ଜାଣିପାରିବ ହେଲା। ଏଠି ମଧ୍ୟ ସବୁଥିରେ ମନେ ରଖିବ ଅବ୍ୟୟ ରହିବ, କିନ୍ତୁ ଅବ୍ୟୟ ରହିବାର ଅର୍ଥ କ'ଣ ପ୍ରକାଶ କରୁଛି, ସେଇଟା ହେଲା କ'ଣ ଇମ୍ପୋର୍ଟାଣ୍ଟ। ବୁଝିପାରିଲ? ଯଦି କୌଣସି ଜାଗାରେ କୌଣସି ଡାଉଟ୍ ଅଛି ତୁମେ କମେଣ୍ଟ କରିପାରିବ। ସୋ ଆଜି ପାଇଁ ଏତିକି। ସୋ ଏଣ୍ଡ ଅଫ୍ କ୍ଲାସ୍। ଥ୍ୟାଙ୍କ ୟୁ, ଗୁଡ୍ ବାଏ।